ଆଜି ଶୁଣିବା ଉପନ୍ୟାସ ନାକଟା ଚିତ୍ରକର। ଔପନ୍ୟାସିକ ଶ୍ରୀ ଫତୁରାନନ୍ଦ। ଚିତ୍ରକର ସେ ବଡ଼ ଚମତ୍କାର ବର୍ଣ୍ଣବିନ୍ୟାସ ତାର। ତୁଳି ଯେତେବେଳେ ତାହାର କମ୍ପି ଉଠେ, ଅପୂର୍ବ ଚିତ୍ରମାନଙ୍କର ସୃଷ୍ଟି ହୁଏ। ତାର ପ୍ରତ୍ୟେକ ଚିତ୍ରର ଆବିର୍ଭାବରେ ବିଦେଶୀ ଚିତ୍ରକରମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଏ। ଶତମୁଖରେ ତାର ପ୍ରଶଂସା ବିଦେଶରେ ମୁଖରିତ ହୋଇସାରି ତାର ପ୍ରତିଧ୍ୱନି କେବଳ ଦୁର୍ଭାଗା ଶିଳ୍ପୀର ଜନ୍ମସ୍ଥାନ ଓଡ଼ିଶାରେ ଆସି ପହଞ୍ଚେ। ବିଦେଶୀମାନେ ଭାବନ୍ତି ଗୋବରଗଦାରେ ପଦ୍ମଫୁଲଟିଏ ଫୁଟିଛି। ପ୍ରତିଧ୍ୱନି ଶୁଣି ସ୍ୱଦେଶୀମାନେ ଭାବନ୍ତି ସତେ କ'ଣ ଜଣେ ଓଡ଼ିଆ ଚିତ୍ରକର ଏପରି ଚିତ୍ର କରୁଛି। ବିଶ୍ୱାସ କରିପାରନ୍ତି ନାହିଁ। କରିବେ ବା କିପରି? ତାହାର ତ ବେତାର ଖଞ୍ଜା 3 ମହଲା କୋଠା ହାୱା ଗାଡ଼ି ନାହିଁ। ତାକୁ ତ କେହି ସଭାସମିତିର ଅଯଥା ହଇଚଇ କରିବାରେ କେବେ ହିଁ ଦେଖି ନାହାନ୍ତି। ତାର ନାଁଟା ତ BA, B.Sc.D. ପଦବୀ ଲାଞ୍ଜ ଲାଗି ଲମ୍ବା ନୁହେଁ। ତାର ନିଜର ଦୋଷ। ଚାଳ ଘରଟା କରିଛି କଟକରେ କେଉଁ ଅନ୍ଧାରୁଆ ନର୍ଦ୍ଦମାମୟ ମଶକ ଅଦୂଷିତ ଗଳି ଭିତରେ, ଯେଉଁଠାରେ କି ମାଇନର ପାସ୍ କଲା ବାଲା ବି ରହିବାକୁ ନାକ ଟେକିଦେବ। BA MA ବାଲା ଶିକ୍ଷିତ ଲୋକଙ୍କ କଥା ତ ଛାଡ଼, ଘରକୁ ବି ଦେଖିଲେ ମନ ହେବ ସେ ଘରେ କେହି ବୋଧହୁଏ ନାହାନ୍ତି। କାରଣ ପାତିଗୁଡ଼ାକ ନଡ଼ାତକ ଓଲାରି ପକାଇଛନ୍ତି। କଣା ବାଟେ ବର୍ଷା ପାଣି ପଶି କାନ୍ଥରୁ ଫାଳେ ଫାଳେ ପଡ଼ିଯାଉଛି। ନିଜେ ମଧ୍ୟ ଘର ଭିତରୁ କ୍ୱଚିତ୍ ବାହାରେ। ସବୁବେଳେ ଘର ଭିତରେ ବସି ଅପୂର୍ବ ଚିତ୍ରମାନଙ୍କର ସୃଷ୍ଟି କରୁଥାଏ। କେତେବେଳେ ଯେ ସେ ବାହାରକୁ ଯାଏ ଓ ସୌଦାପତ୍ର କରେ, ତାହା ସେଠାରେ ବାସିନ୍ଦାଙ୍କୁ ପ୍ରାୟ ଜଣା ନଥାଏ କହିଲେ ଚଳେ। ବାହାରର ବେଶୀ ଲୋକଙ୍କ ସହିତ ସେ ମିଶେନା। ଘରଟା ତାର ବେଶୀ ସମୟ ଶୂନଶାନ, କାରଣ ଘରର ସେ ଏକମାତ୍ର ଲୋକ। ବାପା ମା ଭାଇ ଭଉଣୀ କେହି ତାର ନାହାନ୍ତି ଓ ସେ ଅବିବାହିତ। ଗୋଟିଏ ଚାକର ଟୋକାକୁ କେବଳ ଗଣ୍ଡାଏ ଗଣ୍ଡାଏ ରୋଷେଇ କରି ଦେଇଯିବାକୁ ମାସକୁ କିଛି ଦରମା ଦିଏ। ଚାକରଟି ରୋଷେଇ କରି ଦେଇ ଚାଲିଯାଏ। ଭୋକ ହେଲେ ସେ ତୁଳି ରଖିଦେଇ ଖାଇ ବସେ ଓ ବାସନପତ୍ର ଧୋଇଦେଇ ଟିକେ ବିଶ୍ରାମ ନିଏ ଓ ପୁଣି ସେହି ଚିତ୍ରରେ ଲାଗିଯାଏ। ବୟସ ତାର ଠିକ୍ ପାଖାପାଖି ହେବ ଯେଉଁ ବୟସରେ କି ଲୋକମାନେ ଦାମ୍ପତ୍ୟ ଜୀବନର ମଧୁର କଳ୍ପନା ଲାଗି ସମୁଦ୍ର ମନ୍ଥନ କରି ବସନ୍ତି। ପାଠ ଖୁବ୍ ପଢ଼ିଛି, କିନ୍ତୁ ଟଙ୍କା ଦେଇ କୌଣସି ଯୋଗ୍ୟତା ପତ୍ର ହାସଲ କରିନାହିଁ। ହାସଲ କରିବା ବି ତାର ଦରକାର ନଥିଲା, କାରଣ ତାର ଚାକିରି କରିବାର ଇଚ୍ଛା ନଥିଲା କିମ୍ବା କୌଣସି ଧନୀ ଶ୍ୱଶୁର ଘରେ ଯୋଗ୍ୟତା ପତ୍ର ଦେଖାଇ ପୁଳାଏ ଯୌତୁକ ଆଦାୟ କରିବାର ଆଶା ମଧ୍ୟ ନଥିଲା। ଯେତିକି ଲୋକ ତାକୁ ଜାଣିଛନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କର ମତରେ ସେ ଅପଦାର୍ଥ, ଆଉ କେତେକଙ୍କ ମତରେ ସେ ଆଳବାୟା। କେତେକ କହି ପକାନ୍ତି ବଡ଼ ଜିଦଖୋରିଆ ଲୋକଟାଏ। ଯିଏ ଯାହା କହୁ, ସେଥିପାଇଁ ସେ କିନ୍ତୁ ଭ୍ରୂକ୍ଷେପ କରେ ନାହିଁ। ପ୍ରଶଂସା ସେ ଯେ କିଏ କେବେ କରିନାହିଁ ତା ନୁହେଁ। ଜଣେ ଅଧେ ଯଦି କେତେବେଳେ ତା ଆଗରେ ତାହାର ଶିଳ୍ପ ଚାତୁରୀର ପ୍ରଶଂସା କରି ବସନ୍ତି, ସେ କିଛି ନ କହି ଗୁମ୍ମାରି ବସିଥାଏ। ମନ ଭିତରେ ତାଜ କ'ଣ ହୁଏ କେଜାଣି। କାଗଜ କଲମ ନାଁ ତାର ରମେଶ ଚନ୍ଦ୍ର ଦାସ। ଡାକ ନାଁ ନାକଟା ଚିତ୍ରକର। ଏପରି ନାଁ ପାଇବାର ଯଥେଷ୍ଟ କାରଣ ଥିଲା। ପିଲାଦିନେ ସେ ଖୁବ୍ ସୁନ୍ଦର ଥିଲା। ଗୋରା ତକ୍ ତକ୍ ଦେହ ଓ ଗୋଲ ଗାଲ ମୁହଁଟିଏ କଦାଏ ପିଲାଙ୍କ ଭିତରେ ବି ବାରି ହୋଇ ପଡ଼ୁଥିଲା। ସେତେବେଳେ ତାର ବାପ ମା ପ୍ରଭୃତି ଥିଲେ। ବିଷୟ ବାଡ଼ି ବି ଦରକାର କିଛି ଅଧିକ ଥିଲା। ମା ଠାକୁରାଣୀଙ୍କ ଦୟାରୁ ସମସ୍ତେ ପୃଥିବୀରୁ ବିଦାୟ ନେଇ ଚାଲିଗଲେ। ରମେଶ ବି ଠାକୁରାଣୀଙ୍କ ଦୟାରୁ ଯାଉଥିଲା। ହଠାତ୍ ବୋଧହୁଏ ଚିତ୍ରଗୁପ୍ତଙ୍କ ପାଖରୁ ତାର ଆସିଲା, ତାକୁ ଆଣ ନାହିଁ। ତାର ଭାରି ଭାଗ 4 ଭାଗ ସୁଖ ସରିଯାଇଛି ଏବଂ ଆଉ 12 ଭାଗ ଦୁଃଖ ଭୋଗିବାକୁ ବାକି ଅଛି। ରମେଶ ଅଧା ବାଟରୁ ଫେରିଆସିଲା, କିନ୍ତୁ ତାର ସୌନ୍ଦର୍ଯ୍ୟ ଫେରିଲା ନାହିଁ। ଯାହା ସମ୍ପତ୍ତି ଥିଲା ସେଥିରେ ସେ ଆୟସରେ ଦିନ କଟେଇ ନେଇ ପାରିଥାନ୍ତା। ପିଲା ବୟସ, କାଳେ ସମ୍ପତ୍ତି କ୍ଷୀଣ ଖରାପ ହୋଇଯିବ, ସେଥିଲାଗି ଜଣେ ଆତ୍ମୀୟ ଆସି ହଠାତ୍ ଜୁଟିଗଲେ। ସେ ଏପରି ଭଲ ଭାବରେ ବୁଝାସୁଝା କଲେ ଯେ ରମେଶ ସବାଳକ ହେଲା ବେଳକୁ କେବଳ ଘର ଛଡ଼ା ଆଉ ସବୁ ସଫା। ଆତ୍ମୀୟଙ୍କୁ ଦିନେ ଡାକି କହିଦେଲା, ଆପଣ ଆଉ କାହିଁକି କଷ୍ଟ କରି ବୁଝାସୁଝା କରିବେ? ମୋର ତ ହେତୁ ହେଲାଣି, ମୁଁ ଆଡ଼କୁ ବୁଝାସୁଝା କରିନେବି, ଆପଣ ଯାଆନ୍ତୁ। ଆତ୍ମୀୟଙ୍କର ବିଦାୟ ପରେ ସେ ଘରବାଡ଼ି ଯାହା କିଛି ବାକି ଥିଲା ସବୁ ବିକିଦେଇ କଟକ ସହରର ସେହି ଅନ୍ଧାରୁଆ ଗଳି ଭିତରେ ଖଣ୍ଡେ ଜମି କିଣି 2 ବଖରା ଚାଳଘର ତିଆରି କରି ରହିଲା। ବିପଦ ଏତିକିରେ ଗଲା ନାହିଁ, ଏକୁଟିଆଟା ରହିବାକୁ କେମିତି କେମିତି ଲାଗିଲା। ସେଥିଲାଗି ବିରାଡ଼ିଟାଏ ପାଖରେ ପୋଷି ରଖିଥାଏ। ବିରାଡ଼ିଟାକୁ ବେଳେ ବେଳେ କାଖେଇଲା ଭଳି ମୁହଁରେ ଲଗାଇ ବୋକ ଦିଏ।
ତା ସାଙ୍ଗରେ କେତେ ରକମର କଥାବାର୍ତ୍ତା ମଧ୍ୟ ହୁଏ। ଭୋକ ଦେଲାବେଳେ ବିରାଡ଼ିଟାକୁ ଲାଜ ମାଡ଼ିକି କ'ଣ ସେ ମ୍ୟାଉ ମ୍ୟାଉ ହୋଇ ବଡ଼ ଅସ୍ଥିର ହୋଇପଡ଼େ। ଦିନେ ବିରାଡ଼ିଟା ଟିକିଏ କଡ଼ା ମିଞ୍ଜାସ ହୋଇଯାଇଥିଲା। ରମେଶ ଏତେକ ଜଣାନଥିଲା। ତା ମୁହଁ ପାଖକୁ ଭୋକ ଦେବାକୁ ମୁହଁ ନେବା ବେଳକୁ ରସ୍ କରି ତା ନାକକୁ ବେଳେ କାମୁଡ଼ି ଦେଲା। ଦୁର୍ଯୋଗ ପଡ଼ିଥିଲେ ସାମାନ୍ୟ ଘାଟାରେ ବି ମଣିଷ ମରିଯାଏ। ନାକଟାରେ ବିଷ ଚହଟି ଯାଇ ଘା ହୋଇଗଲା। ରମେଶ ଡାକ୍ତରଖାନାରେ ପଡ଼ିଲା। ବହୁତ ଦିନ ପଡ଼ି ପଡ଼ି କପାଳ ଜୋରୁ ଡାକ୍ତରଖାନାରୁ ଫେରିଲା। ଡାକ୍ତରମାନେ ତା ନାକଟାକୁ ବେଶୀ ଭଲ ପାଇବା ହେତୁ ପାଖରେ ରଖିନେଲେ। ବସନ୍ତ ତ ସୌନ୍ଦର୍ଯ୍ୟ ନେଇଯାଇଥିଲା। ଯାହା କିଛି ସୌନ୍ଦର୍ଯ୍ୟ ବାକି ଥିଲା ତାହା ନାକ ସାଙ୍ଗରେ ଚାଲିଗଲା। ଓଲଟା ବିକଟାଳ ପ୍ରେତମୂର୍ତ୍ତି ମୁହଁରେ ବିରାଜିଲା। ବିକଟାଳ ମୂର୍ତ୍ତି ନ ଦେଖାଇବା ଲାଗି ସେହି ଦିନଠାରୁ ସେ ଘର ଭିତରୁ ପଦାକୁ ବେଶୀ ବାହାରେ ନାହିଁ। କିଛି ନିତାନ୍ତ ଦରକାର ପଡ଼ିଲେ ରାତିରେ ବାହାରେ କିମ୍ବା ଆଖପାଖରେ କେହି ଲୋକ ହାତରେ କରାଇ ନିଏ। ସାହି ଲୋକଙ୍କ ପାଖରେ ସେ ସେହି ଦିନଠାରୁ ନାକଟା ଚିତ୍ରକର ନାମରେ ପରିଚିତ। ଅବଶ୍ୟ ଲୋକେ ତା ସହିତ କଥାବାର୍ତ୍ତା ହେଲାବେଳେ ନାକଟା ବାବୁ ନ କହି ରମେଶ ବାବୁ ବୋଲି କହନ୍ତି, କିନ୍ତୁ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବେଳେ ନାକଟା ଚିତ୍ରକର ବୋଲି କହନ୍ତି। କଟକ ସହରରେ ତ କମ୍ ଚିତ୍ରକର ବା ରମେଶ ବାବୁ ନାହାନ୍ତି। ଅକାଳେ ବିକାଳେ ଯଦି କିଏ ପଚାରି ଦିଏ ରମେଶ ବାବୁ କିଏ, ଉତ୍ତର ଆସେ, ହୋ ସେ ନାକଟା ଚିତ୍ରକର। ଏତିକିରେ ଉତ୍ତର ବନ୍ଦ ହୁଏ ନାହିଁ। ଆହୁରି ପରିଚୟ ଯୋଡ଼ା ହୋଇଯାଏ। ହୋ ଯାହା ମୁହଁ ଯାକ ବସନ୍ତରେ ଗାତ ଗାତ ହୋଇଯାଇଛି, ଆଉ ନାକଟା ନାହିଁ। ପ୍ରକୃତ ପରିଚୟଟା ମିଳିଯାଏ। ହୋ ସେ ଅସାଧାରଣ ଚିତ୍ରକର ବୋଲି କେହି କେବେ କହିନାହିଁ। ଆମ ଦେଶ ଲୋକେ ବଡ଼ ହୁସିଆର। କାଳେ ଗୁଣ କହିଦେଲେ ଲୋକ ମନ ମୋଟା ହୋଇଯିବ, ସେଥିପାଇଁ ଖରାପ ଜିନିଷଟା ତାର ଖୋଜି ଖୋଜି କାଢ଼ି ଚିହ୍ନେଇ ଦିଅନ୍ତି। ଯଦି କେହି କୃଷ୍ଣ ନାମ ଧରି ଅନ୍ଧ ଭଲ ଭଲ କୀର୍ତ୍ତନ ବୋଲି ପ୍ରସିଦ୍ଧ ଲାଭ କଲା, ତାକୁ ସର୍ବଶ୍ରେଷ୍ଠ କୀର୍ତ୍ତନ ଗାୟକ କୃଷ୍ଣ ନ କହି ସମସ୍ତେ କଣାକୃଷ୍ଣ ବୋଲି କହନ୍ତି। ଯଦି କେହି ବିଷ୍ଣୁ ନାମ ଧରି ଛୋଟା ସାହିତ୍ୟକୁ ଅମୂଲ୍ୟ ଦାନ ଦେଇ ପ୍ରସିଦ୍ଧି ଲାଭ କଲା, ତାକୁ ବିଶିଷ୍ଟ ସାହିତ୍ୟିକ ବିଷ୍ଣୁଚରଣ ନ କହି ସମସ୍ତେ ଛୋଟା ବେଶିଆ ବୋଲି କହନ୍ତି। କେବଳ ଏତିକି ନୁହେଁ, ବାପ ଅଜା 14 ପୁରୁଷଙ୍କର ଖରାପ ଜିନିଷ ବି କାଢ଼ିବାକୁ ହୁଏ। ଯଥା ବିଜୟ ବାବୁ ଜଣେ ବଡ଼ ଧନୀ ଲୋକ। ନିଜ ସିଂହରେ ମାଟି ତାଡ଼ି ସେ ବଡ଼ ଲୋକ, କିନ୍ତୁ ସେ ନିଜ ପାଇଁ ବେଶୀ ଖର୍ଚ୍ଚ ନ କରି ଦାତବ୍ୟ ଡାକ୍ତରଖାନାଟିଏ ଚଳାନ୍ତି। ତାଙ୍କର ବାପା ମା ଧନୀ ବା ଶିକ୍ଷିତ ନଥିଲେ। ଥରେ ବାପା ମାଙ୍କର କଳି ଲାଗି ବାଡ଼ିଆ ବାଡ଼ିଆ ଯାଏ ଗଲା। ମା ବାପକୁ ନ ପାରି ଜୀବନ ବିକଳରେ ପୁଳାଏ କାମୁଡ଼ିଦେଲା। ବାପା ମା ଅବଶ୍ୟ ବହୁତ ଦିନରୁ ସ୍ୱର୍ଗାରୋହଣ କଲେଣି, କିନ୍ତୁ ଆଜି ସୁଦ୍ଧା ବିଜୟବାବୁଙ୍କୁ ଡାକ୍ତରଖାନା ସ୍ଥାପିତା ବିଜୟବାବୁ ନ କହି ଅଧିକାଂଶ ଲୋକେ ଘଇତା କାମୁଡ଼ା ପୁଅ ବିଜା ବୋଲି କହନ୍ତି। ଏ ଧରାବନ୍ଧା ନିୟମ ଅନୁସାରେ ଅସାଧାରଣ ଚିତ୍ରକର ରମେଶ ବାବୁ ନାକଟା ଚିତ୍ରକର ନାମରେ ପରିଚିତ। ଅଳ୍ପକେ ଯଦି ଠିକ୍ ପରିଚୟଟା ମିଳିଗଲା, ଲୋକେ ବେଶୀ ଗୁଡ଼ାଏ ପରିଶ୍ରମ କରିବେ କାହିଁକି? ବିଶେଷତଃ ଗ୍ରୀଷ୍ମ ପ୍ରଧାନ ଦେଶରେ ଲୋକଗୁଡ଼ାକ ପରିଶ୍ରମ କାତର କି ନା। ରମେଶର ଯେ ସାଙ୍ଗ ମୋଟେ ନଥିଲେ ତା ନୁହେଁ। ସାହି ଭିତରେ ଖୁବ୍ ବେଶୀରେ 2-3 ଜଣ ସାଙ୍ଗ ଥିଲେ। କେମ୍ପା ସତିଆ, କାଲା ଭଗିଆ ତା ଘରକୁ ବରାବର ଯିବା ଆସିବା କରନ୍ତି। ସାହି ଲୋକମାନେ ଭଗିଆ ମଝିରେ ମଝିରେ କହି ପକାନ୍ତି, କଖାରୁ ଫୁଲକୁ 2ଟା ପାରୁଡ଼ା ପୋକ ଠିକ୍ ମିଳିଛନ୍ତି। ଅବଶ୍ୟ ଥଟ୍ଟାରେ କହନ୍ତି, କିଛି ଅକ୍ରୋଶ ରଖି ନୁହେଁ। ସାହେବାଲାଙ୍କର କିଛି ଅପ୍ରିୟ ନଥିଲା। ସାହେବାଲାଙ୍କ ରାଜନୀତିର ସେ ଧାରାଧାରି ନାହିଁ। କାହାକୁ ଦିନେ ପ୍ରଶଂସା କରି ଉପରକୁ ଟେକି ଦେଇ ଦେଖି ନାହିଁ, ବା କାହାକୁ ଗାଳି ଦେଇ ତଳକୁ ଟାଣି ନାହିଁ। ଦଶହରା ଓ ଦୋଳକୁ 4 ଅଣା କରି 8 ଅଣା ପଇସା ଦେଇ ସେ ନିଶ୍ଚିନ୍ତ ହୋଇଯାଏ। ସାହିବାଲା ବି ତା ଅବସ୍ଥା ଦେଖି ବେଶୀ ଜୁଲମ କରନ୍ତି ନାହିଁ। ଚାନ୍ଦା ଗଣ୍ଡାକ ପାଇଲେ ତାଙ୍କ କାମ ସଇଲା। ଆଉ ତା ସଙ୍ଗେ ସମୃଦ୍ଧ ରହେନା। ତାର ଖୋଜ ଖବର ନେବାକୁ ବା ସମୟ କାହାର ଅଛି? ସାହିର ହାନିଲାଭ ବିଚାର କରୁ କରୁ ତ ସମୟ ଅଣ୍ଟେ ନା। ସାହିର କେତେ କାମ। ଆର ବର୍ଷ ଦରଘା ବଜାର ମେଢ଼ ରାସ୍ତାରେ ଗଲାବେଳେ ତାଙ୍କ ମେଢ଼ ଉପରକୁ ମଡ଼ାଇ ଦେବାରେ ତାଙ୍କ ମହାଦେବ ଥାଟରୁ ପଡ଼ି ଚୂନା ହୋଇଯାଇଥିଲା। ଏ ବର୍ଷ ତାର ପ୍ରତିଶୋଧ ନେବାକୁ ହେବ। ଦିନା ଶିଅଳ ପାଣି ମିଶା ତାଡ଼ି ଦିଏ। ଦିନେ ତାକୁ କହିବାରୁ ସେ ଝାଞ୍ଜିର ମଙ୍ଗଳିଆଙ୍କ ସାହସ ପାଇ ବଡ଼ ବହପରେ କହିଲା, ଯା ବେ ଶଳେ, ନ ଖାଇବ ତ ନ ଖାଅ, ତମକୁ ପଚାରୁଛି କିଏ? ମୋର କୋଉ ମାଲ ରହିଯାଉଛି କି? ତାର କୋତ ନିଆଁ ସବୁ ଖଜୁରୀ ଗଛରେ ଝୁଲୁଥିଲା। ତାଡ଼ି ଟେକି ଢେଲା ମାରି ଭାଙ୍ଗି ତାକୁ ଜବତ କରିବାକୁ ହେବ। ପଦିଆ ଜାତି ଅଣକୁ ଖାଇବାକୁ ଦେଲାବେଳେ ଡାଲି ପାଣିଆ କରିଥିଲା। ତାର ନିଶାପଟା ହେବ। ସାହି ମେଣ୍ଢା ଚୌଧୁରୀ ବଜାର ମେଣ୍ଢା ପାଖରେ ହାରି ଯାଇଛି। ସେଥିପାଇଁ 5 ପଡ଼ୁ ପରସି ପଡ଼ୁ ଖୋଜି ଖୋଜି ଭଲ ମେଣ୍ଢା ଗୋଟାଏ ଆଣି ଯେକୌଣସି ମତେ ଚୌଧୁରୀ ବଜାର ମେଣ୍ଢାକୁ ହରାଇ ସାହିର ଟେକ ରଖିବାକୁ ହେବ।
ଆର ସାହିବାଲା ଏଥର ରଜକୁ ଏ ସାହି ଭିତରେ କୀର୍ତ୍ତନ କରି ଠାକୁର ନେଇ ଯିବେ, ଯାହାକି ତାଙ୍କ ବାପ ଅଜା 14 ପୁରୁଷରେ ହୋଇନଥିଲା। କୌଣସି ମତେ ଏହା କରାଇ ଦିଆଯିବ ନାହିଁ। ଜାନ୍ ଦେଇ ଆନ୍ ରଖିବାକୁ ହେବ। ଏମିତି ବହୁ ଗୁରୁତର ସମସ୍ୟାମାନ ଯାହାକୁ କି ସ୍ୱୟଂ ଜବାହରଲାଲଜୀ ସମାଧାନ କରି ନ ପାରି ଭାରତ ଛାଡ଼ିକି ସେ ପଳେଇଛନ୍ତି। ସାହିବାଲା ଆଉ ସମୟ ନାହିଁ ଯେ ସେ ନାକଟା ଚିତ୍ରକର କଥା ବୁଝିବେ। କେମ୍ପା ସତିଆ କାଲା ଭକିଆ ଏତେ ମିଶି ସୁଦ୍ଧା ନାକଟା ଚିତ୍ରକରର ଘରଦ୍ୱାର କେଉଁଠି ଥିଲା ଆଜି ଯାଏ ଜାଣିପାରି ନାହାନ୍ତି। ନିତାନ୍ତ ଜୁଲମ କରି ପଚାରିଲେ ସେ କହେ, ସେଥିରୁ ତୁମେ କ'ଣ ପାଇବ? ମୋତେ ଓ ମୋ ଘରକୁ ତ ଏଠି ଦେଖୁଛ। ମୁଁ କ'ଣ ଥିଲି କେଉଁଠି ଥିଲି ଜାଣି ଲାଭ କ'ଣ? ଆଉ ବେଶୀ ଓଜନ ନ କରି କେମ୍ପା ସତିଆ କାଲା ଭଗିଆ ଚୁପ୍ ରୁହନ୍ତି। ସାହିରେ ମନ୍ତବ୍ୟ ପ୍ରକାଶ ପାଏ ଯେ ସେ ଗୋଇନ୍ଦା ପୁଲିସ। କିଏ ବା କହିଦିଅନ୍ତି, ଆରେ ନାଇଁ ମ, କେଉଁଠାରୁ ପୁଳାଏ ମାରି ଆଣି ଏଠାରେ ଚୁପ୍ ହୋଇ ଘର କରି ବସିଛି। କାମ ଦାମ ତ କିଛି ନାହିଁ, ଘରୁ ତ ବାହାରେ ନାହିଁ, ଚଳୁଛି କେମିତି? ହଳଦିଆ ମାଲ କିଛି ହାତରେ ପଡ଼ିଛି। ଏସବୁ କଥା ଯେ ରମେଶ କାନରେ ବାଜେ ନାହିଁ ତା ନୁହେଁ। ଶୁଣି ଟିକେ ହସି ଦିଏ। ଅଦ୍ଭୁତ ଜାନୁଆର ସିଏ। ସେ ଜାନୁଆର ବାପା ମାଙ୍କର ଏକମାତ୍ର ପୁଅ ଥିଲା। ରମେଶର ବାପା ପାଶ୍ଚାତ୍ୟ ଶିକ୍ଷା ପାଇନଥିଲେ ସୁଦ୍ଧା ପ୍ରକୃତ ଶିକ୍ଷାର ମର୍ଯ୍ୟାଦା ବୁଝିଥିଲେ। ତାଙ୍କର ଗୋଟାଏ ଦୃଢ଼ ବିଶ୍ୱାସ ଥିଲା ଯେ ସେ ଆଜିକାଲି ସେ ରୀତିରେ ବିଦ୍ୟାଳୟମାନଙ୍କରେ ଶିକ୍ଷା ଦିଆଯାଉଛି ତାହା ଏକାବେଳେ ଭୁଲ। ଅସାଧାରଣ କେତୋଟି ଛାତ୍ର ଛାଡ଼ିଦେଲେ ଆଉ ଯେଉଁମାନେ ବିଦ୍ୟାଳୟ ଫାଟକ ଦେଇ ଆସନ୍ତି ସେମାନେ ସମସ୍ତେ ବଳଦ ମଣିଷ ନୁହନ୍ତି। ୟା ବୋଲି ପିତେଇ ମିଶ୍ରଙ୍କ ପରି ଇଂରାଜୀ ପାଠଟା ଧର୍ମଛଡ଼ା ପାଠ। ୟାକୁ ପଢ଼ି ଆମ ଦେଶ ଲୋକେ ଭାଣ୍ଡ ଓ ଧର୍ମଛଡ଼ା ହୋଇଗଲେ। କଥାରେ ବିଶ୍ୱାସ କରନ୍ତି ନାହିଁ। ସେ ଭଲ କରି ବୁଝିଥିଲେ ଯେକୌଣସି ଭାଷାରେ ଜ୍ଞାନ ଅର୍ଜନ କରାଯାଇପାରେ। ଇଂରାଜୀ ହେଉ, ଫରାସୀ ହେଉ, ହିନ୍ଦୁସ୍ତାନୀ ହେଉ, ଉର୍ଦ୍ଦୁ ହେଉ କି ଓଡ଼ିଆ ହେଉ। କେହି ତ ଛାତ୍ରମାନଙ୍କୁ ଖରାପ ହେବା ଲାଗି କହୁନାହାନ୍ତି। ତେବେ ପାଠର ଦୋଷ ଆମେ କାହିଁକି ଦେବା? ବାସ୍ତବିକ ତ ପାଠ କ'ଣ କହୁଛି BA MA ପାସ୍ କରି ଲଙ୍ଗଳରେ ହାତ ଦେବ ନାହିଁ? ଲୋହ ବୁହାଇ ପାଠ ପଢ଼ାଇବା ବାପାମାନଙ୍କୁ ଅଶିକ୍ଷିତ ପଦରେ ଅଭିଷିକ୍ତ କରିବ? ନିଜର ନଥିଲେ ସୁଦ୍ଧା ପରଠାରୁ ମାଗି ଆଣି ଗୋଟାଏ ବିଲାତ ସାଜ ପିନ୍ଧି ଦେଇ ଖଣ୍ଡେ କିନାରୀ ଚାକିରି ପାଇଁ ସାଇବ ପାଖରେ କେତେ ଠାଣିରେ କଥାବାର୍ତ୍ତା କରିବ? ପାଠ କ'ଣ କହୁଛି ଗୋଟାଏ ନକଲି ଟୋକିକୁ ବାହା ହେବା ପାଇଁ ନିଜର ଧର୍ମ ଛାଡ଼ି ବାପା ମାଙ୍କ ମୁହଁରେ କଳା ବୁଲିବ? ପାଠ କ'ଣ କହୁଛି ଯେ ପାଠୁଆ ହୋଇସାରି ଅଶିକ୍ଷିତ ଗାଉଁଲି ମଳିମୁଣ୍ଡିଆଙ୍କୁ ଦେଖି ନାକ ଟେକିବ ଓ ଦୂରଛଡ଼ା ହୋଇଯିବ? ରମେଶର ବାପାଙ୍କ ମତ ଯେ ପାଠ ଯଦି ଏହା ନ ଶିଖାଉଥାଏ ତେବେ ଆମେ ପାଠର ଦୋଷ କାହିଁକି ଦେବା? ପାଠ ଯେ ଅବହେଳା ଭିତରେ ପଢ଼ାଯାଉଛି ସେ ଅଭାବରେ ରହିଛି ପୁରା ଗଲିତ। ସେ ଅଭାବ ବଦଳିଗଲେ ବଦଳମୟ ମଣିଷ ପାଲଟିଯିବେ। ଏ ଖରାପ ଅଭାବରେ ରମେଶକୁ ନ ପୁରାଇବା ତା ବାପା ତାକୁ ବିଦ୍ୟାଳୟରେ ପଢ଼ାଇ ନଥିଲେ। ଘରେ ଗୋଟିଏ ସୁଦକ୍ଷ ଶିକ୍ଷକ ରଖି ତାକୁ ପାଠ ପଢ଼ାଉଥିଲେ ଓ ଦୂଷିତ ଅବହାୱାରେ ଯେପରି ଘରେ ନ ପଶେ ସେଥିଲାଗି ତୀକ୍ଷ୍ଣ ଦୃଷ୍ଟି ମଧ୍ୟ ରଖିଥିଲେ। ଏଥିଲାଗି ତାଙ୍କୁ ତାଙ୍କର କେତେକ ବନ୍ଧୁମାନଙ୍କଠାରୁ ସମାଲୋଚନା ବି ଶୁଣିବାକୁ ପଡ଼ିଥିଲା। ଦିନେ ଜଣେ ତାଙ୍କର ବନ୍ଧୁ ଆସି କହିଲେ, ହଇ ହେ, ରମୁକୁ ସ୍କୁଲରେ ଦେଉନା କାହିଁକି? ରମେଶର ବାପା କହିଲେ, ସେଠାରେ ଯେଉଁ ସବୁ ବହି ପଢ଼ା ହେଉଛି ସେହି ସବୁ ବହି ସେ ଘରେ ପଢ଼ୁଛି। ଆଉ ତ ମାଷ୍ଟର ଜଣେ ପଢ଼ାଇବାକୁ ଅଛନ୍ତି, ଆଉ ସ୍କୁଲକୁ ଯିବାରେ ଅଧିକ ଲାଭ କ'ଣ? ବନ୍ଧୁଟି କହିଲେ, ଆରେ ନାଇଁ ହୋ, ସେଠାକୁ ଗଲେ 5 ଜଣଙ୍କ ସାଙ୍ଗରେ ମିଶିବ, 5 କଥା ବେଶୀ ଶିଖିବ, ଟିକେ ବି ଫିଟଫାଟ ହେବ। ରମେଶର ବାପା କହିଲେ, କ'ଣ ମିଳିବ ସେ ଫିଟଫାଟରୁ? ତୁମେ ତ ନିଜେ ଦେଖିଛ ବୁଧିଆ ବାଉରୀ ପୁଅକୁ। ସରକାରୀ ବୃତ୍ତି ପାଇଲା, ପାଠ ପଢ଼ୁଥିଲା। କଲେଜ ଦ୍ୱାରଟା ମାଡ଼ି ଦେଇ ଆସିଲା ବୋଲି ଗନ୍ଧେଇଲା ତାକୁ ଚାଷ କାମ। ବାସିଲା 30 ଟଙ୍କାର ଗୋଟାଏ କିରାନୀ କାମ। ବୁଧିଆ ବାଉରୀ ବିଚରା ବୁଢ଼ା ହୋଇ ଆଉ ତ ଚାଷବାସ କରିପାରିଲା ନାହିଁ। ପୁଅ ବା କିଛି ଟଙ୍କା ଦେଇଥିଲେ ଚାକର ରଖି କାମ ଚଳାଇ ପାରିଥାନ୍ତା। କିନ୍ତୁ ବାବୁଙ୍କର ଫିଟ୍ ଫାଟ ହଉ 30 ଟଙ୍କା ତ ଫୁଟ ହୋଇଯାଏ। ବୁଢ଼ାର ବିଚରା ଚାଷବାସ ସବୁ ଉଜୁଡ଼ିଗଲା। ଶେଷରେ ସବୁ ବିକି ଭାଗି ଖାଇ ସର୍ବସ୍ୱାନ୍ତ ହେଲା। ପୁଅ ପାଖକୁ ଗଲାବେଳକୁ ପୁଅ ମହାଖପା। ସାଙ୍ଗମାନେ ଜାଣିଯିବେ ବାପଟା ନିପଟ ଚଷା। ସାର ହେଲା, ବୁଢ଼ାଟି ହା କରି ମରିଲା। କହିଲା ଭଲା, ଯଦି ଚାଷ ଅବହେଳା ଭିତରେ ବୁଧିଆ ପୁଅ କଲେଜ ପାଠ ପଢ଼ିଥାନ୍ତା ତାକୁ ଚାଷ ଗନ୍ଧେଇଥାନ୍ତା କି? କଲେଜଟା ଯଦି ବିଜୁଳି ପଙ୍ଖା ଲଗାଇ 2 ତାଲା କୋଠା ନ ହୋଇ ଗୋଟାଏ ଚାଳଘର ହୋଇ କି ବଡ଼ି ବଗିଚା ହୋଇଥାନ୍ତା, ଅଧ୍ୟାପକମାନେ ବିଲାତ ସାଜ ନ ପିନ୍ଧି ଚଷା ସାଜ ପିନ୍ଧି ପଢ଼ାଉଥାନ୍ତେ, ଆଉ ଗୋଟାଏ କିପରି ଭଲ ହଳ କରିବାକୁ ହୁଏ ଶିଖେଇ ଦେଇଥାନ୍ତେ, ତେବେ ସେଇ ଚାଷ କାମ କରିବାକୁ ନାକ ଟେକିଥାନ୍ତା କି? ସେଠାକାର ଅଭାବା ପିଲାଙ୍କୁ ତ ମଣିଷ କରୁନି, କରୁଛି ଗୋଟିଏ ଭଲ କିରାନୀ। ଦିନ ରାତି ରମ୍ପ।
ମୋ ପୁଅ ତ କିରାନୀ ହେବ ନାହିଁ, ସ୍କୁଲକୁ ଯିବାର କ'ଣ ଦରକାର? ବନ୍ଧୁଙ୍କ ମୁହଁରେ ଉତ୍ତର ନାହିଁ। ଖୁବ୍ ଭାବି ଭାବି ଖାଲି ହୁଁ ଟିକିଏ କହିଲେ। ବୋଧହୁଏ କଥାଗୁଡ଼ାକ ମନରେ ବହୁତ ଦିନରୁ ସଞ୍ଚିତ ସ୍ଥିର ଧାରଣା ଉପରେ ଢେଲା ପକାଇ ତରଙ୍ଗର ସୃଷ୍ଟି କଲା। ଏହିପରି ବେଷ୍ଟିନୀ ଭିତରେ ରହି ରମେଶ କ୍ରମେ ବଢ଼ିବାକୁ ଲାଗିଲା। ବାପା ମାଙ୍କର ଗୋଟିଏ ବୋଲି ପୁଅ, ସେଥିଲାଗି ଟିକିଏ ଗେଲବସର ହୋଇଯାଇଥିଲା। ୟା ବୋଲି ଭୀମ ଚୌଧୁରୀଙ୍କ ପୁଅ ପରି ନଥିଲା। ବକଟେ ପିଲା ପାଇଁ 10ଟା ଚାକର, ତଳେ ଚାଲିବ ନାହିଁ। ଥରେ ଟିକିଏ ଚାଲୁ ଚାଲୁ ଝୁଣ୍ଟି ପଡ଼ିଲା, ହାଁ ହାଁ କ'ଣ ହେଲା ବୋଲି ଘରର 60-70 ଯାକ ମଣିଷ ଏକାଠି ହୋଇଗଲା। କିଏ ଧରି ପକାଇଲା, କିଏ ଝାଡ଼ି ପକାଇଲା, କିଏ କହିଲା ଓହୋ କି ବାଧା ହୋଇଗଲା। ଚୌଧୁରୀଙ୍କ ଆଖିରୁ ଲୁହ ଧାର ଛୁଟିଗଲା। ଘରେ ଅଧଘଣ୍ଟା ଯାଏ କାରଖାନାର ଦୁର୍ଘଟଣା ସୂଚକ ବିପଦ ପୁଙ୍ଗା ବାଜିଗଲା। କାମ ଦାମ ସବୁ ବନ୍ଦ। ଚୌଧୁରୀଏ ବେତରେ 2-4ଟା ଚାକରକୁ ପଶ୍ଚାତ୍ କଣ୍ଡୁ ନିବାରଣ କରି ସିଂହ ଗର୍ଜନ ଭଳି ପାଟି କରି ଉଠିଲେ, ଶଳାଏ ତୁମେମାନେ କ'ଣ କରୁଛ ବେ? ଗୋଟିଏ ପିଲା ଲାଗି 10ଟା ଚାକର ଖଞ୍ଜିଲେ, ତେବେ ବି ତାକୁ ସମ୍ଭାଳି ପାରୁନା? ପୁରୋହିତ ଆପଣଙ୍କର ଟିକିଏ ଅକସ ଥିଲା, ସେଇଠାରେ ସୁଝେଇ ଦେଲେ। ସେ ବି ଯୋଡ଼ିଦେଲେ ଆଜି ନାହିଁ ବାରଣ୍ଡା ଉପରୁ ଖସି ପଡ଼ିଥାନ୍ତା। ଚୌଧୁରୀଙ୍କ ବେତ ଆଉ ଥରେ ଥରେ ନାଚିଲା। ଗାଁ ଯାକ ହୁଲରୁ ସୁଲରୁ ଟୁଟୁ ବାବୁ ଆଜି ଝୁଣ୍ଟି ପଡ଼ିଲେ। କେତେ ଅନୁସରଣିଆ ଥକ୍କା ହୋଇ ବସିଗଲେ। ବହୁ ତର୍କ ବିତର୍କ ପତେ ସ୍ଥିର ହେଲା, ଆଜି କିଛି ଗୋଟାଏ ଖରାପ ଗ୍ରହର ଦୃଷ୍ଟି ପଡ଼ିଥିଲା। ପିଲାଟା ତ ହାଲିଆ ହୋଇଯାଇଥିବ। ଏସବୁ ହାଲ ଦେଖି 4 ଦୌଡ଼ିକଟା କଂଗ୍ରେସିଆ ଚୌଧୁରୀଙ୍କ ମତେ ବାଳୁକା ଗୌରାଙ୍ଗର ପାଦ ଆଡ଼ୁ ରାଗ ସିରସିର ହୋଇ ଉଠିଲା। ମୁହେଁ ମୁହେଁ ବତାଇ ଦେଲେ, ଓହୋ ଦଳେଇ ଘାଇ ଭାଙ୍ଗିଗଲା ପରା। କେଡ଼େ ଖବରଟେ। ସେ ଚୌଧୁରୀଟା ଯେମିତି ବେହିଆ ଲୋକ, ଗୁଡ଼ାଇ ବି ସେମିତି ମାଇଚିଆ। ଚୌଧୁରୀ ଯେମିତିଆ ଢଙ୍ଗ ଧରିଛି, ତା ପୁଅଟା କିଛି ଦିନ ପରେ ଗୋଟେ ମାଦଳ ପୁଣ୍ଡା ହୋଇ ବାହାରିବ। ଚୌଧୁରୀଙ୍କ ଅଭିଧାନରୁ ସବୁ 2 ଅକ୍ଷରୀ 3 ଅକ୍ଷରୀ ବିଶେଷଣ ଯାକ ତ ଗୌରାଙ୍ଗକୁ ଦିଆ ସରିଛି। ଏତକ ଶୁଣି କେବଳ ଚୌଧୁରୀଙ୍କର ଗାଉଁ ଗାଉଁ ହେବା ହିଁ ସାର ହେଲା। ଛାଡ଼ ସେ କଥା। ରମେଶର ବାପା ଓ ଚୌଧୁରୀ ଟିକେ ଓଲଟା। ବାପାଙ୍କର ଶିକ୍ଷା ଦେବା ମହାତ୍ମାରେ ରମେଶ 5 ବର୍ଷର ପିଲା। ଦିନୁ ସୁଦ୍ଧା ନିଜ ହାତରେ ଦାନ୍ତ ଘଷିବା ଠାରୁ ଆରମ୍ଭ କରି ଲୁଗା ହାତେ ହାତେ ପିନ୍ଧିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରୁଥିଲା। ପାଠ ପଢ଼ିବା ଘର ଚାକର ଓଳାଉ ନଥିଲା କି ବହି ସିଲଟ ତା ବୋଉ ଖଞ୍ଜି ଖାଜି ଥଉନଥିଲା। ମୋଟ ଉପରେ ତା ବାପା ସେ କିପରି ଭବିଷ୍ୟତରେ ନିଜ ଗୋଡ଼ରେ ଠିଆ ହୋଇ ନିଜ ସିଂହରେ ମାଟି ତାଡ଼ି ପାରିବେ, ତାରି ମୂଳଦୁଆ ଭଲ ଭାବରେ ପକାଇ ଦେଇଥିଲା। ଆତ୍ମନିର୍ଭରଶୀଳତାରେ ରମେଶ ନିଜ ଅଙ୍ଗେ ଅଙ୍ଗେ ଲିଭାଇଥିଲା। ବହି ପାଠ ବି ସେ କମ୍ ପଢ଼ିନଥିଲା। ଏପରିକି 9ଟା ବର୍ଷରେ ମଧ୍ୟ ଇଂରାଜୀ ପାଠ୍ୟପୁସ୍ତକ ସବୁ ପଢ଼ି ସାରିଥିଲା। ତା ଉପରେ ବି ହିନ୍ଦୀ ବଙ୍ଗଳା ଭଲ ଭାବରେ ଲେଖାପଢ଼ା କରିପାରୁଥିଲା। ପଢ଼ିବାଟା ସେ ଗୋଟେ ସଉକ ବୋଲି ଭାବୁଥିଲା। କାହିଁକି ବା ନ ହେବ? ମାଷ୍ଟ୍ରେ କି ବାପା କେହି ତ ଦିନେ ପଢ଼ ବୋଲି କହି 2 ବେତ ଦେଇନାହାନ୍ତି। ପଢ଼ାଘରକୁ ତ ସେ କଏଦଖାନା ବୋଲି ଭାବୁନଥିଲା। କାରଣ ସବୁବେଳେ ସେ ଗୋଟିଏ ଘରେ ବସି ପଢ଼ୁନଥିଲା। କେତେବେଳେ ଘରେ, କେତେବେଳେ ଆମ୍ବ ତୋଟାରେ, କେତେବେଳେ ନଈକୂଳେ, କେତେବେଳେ ବା ଧାନ କ୍ଷେତରେ, କେତେବେଳେ ହରେକ ରକମର ଜାପାନୀ ଖେଳନା ଗଦା ଭିତରେ, ଯେଉଁଠି ଯେଉଁ ପଢ଼ା। ପିଲାଟିଏ ହେଲେ କ'ଣ ହେବ? ରମେଶ ବଡ଼ ଗମ୍ଭୀର ଥାଏ। କାହାରି ସାଙ୍ଗରେ କେବେ ହିଁ କଳି କରେ ନାହିଁ। କୌଣସି ସାଥୀର ମୁହଁରୁ ପୁଳାଏ ଆମ୍ପୁଡ଼ି ଦେବାର ସାହସ କରି ନାହିଁ କି ତେଲୁଣୀ ପୋକଟା ଦେଖି କେବେ ଭୟରେ ଚିଡ଼ଚିଡ଼ ହୋଇ ନାହିଁ। ଚନ୍ଦ୍ରର ବି କଳଙ୍କ ଅଛି। ରମେଶର କିଛି ଦୁର୍ଗୁଣ ନଥିଲା ତାହା ନୁହେଁ। ଘରର କାନ୍ଥ ବାଡ଼ ତା ଅଙ୍ଗାର ଦାଉରେ ଅଥୟ ହୋଇ ପଡ଼ିଥିଲେ। ଅଙ୍ଗାରଟା ହାତରେ ପଡ଼ିଲେ ଚାଲିଲା କାନ୍ଥରେ ଗାରିଆ। ଚୂନ ଲିପା କାନ୍ଥ ଗୁଡ଼ାକରେ ଅଙ୍ଗାର ଗାର ପକାଇ ଅଙ୍ଗାର ନ ସରିବା ଯାଏ ଭାତ ରୁଚିବ ନାହିଁ। ଅବଶ୍ୟ ଖାଲି ଗାର ନୁହେଁ, କେଉଁଠି ଆମ୍ବର ଚିତ୍ର, କେଉଁଠି କଦଳୀ, କେଉଁଠି ପିଜୁଳି, ବାଇଗଣ, କଖାରୁ, କେଉଁଠି ମୂଷା, ସାପ, ବେଙ୍ଗ, କେତେ ଚିତ୍ର ତାର ୟାଦ ନାହିଁ। କାନ୍ଥରେ ହାତ ପାଇବା ପର୍ଯ୍ୟନ୍ତ ଇଞ୍ଚେ ସୁଦ୍ଧା ଜାଗା ଭୁଲରେ ଛାଡ଼େ ନାହିଁ। ଦିହରେ ଯାଦୁ ମାଡ଼ିଲା ପରି କାନ୍ଥ ଯାକ ଆସ୍ତେ ଆସ୍ତେ ଅଙ୍ଗାର ଗାରର ଯାଦୁ ମାଡ଼ିଯାଇ ଗୋଟା ସୁଦ୍ଧା କଳା ପଡ଼ିଯାଏ। ଦୂରରୁ ଚାହିଁଲେ ଠିକ୍ ମଫସଲ ଥାନାର ପରି ଦିଶିଥାଏ। ବୋଉ ବଡ଼ ବିରକ୍ତ ହୁଅନ୍ତି, ସମୟ ସମୟରେ ଗାଳି ବି ଦିଅନ୍ତି। ବାପା ବି ବିରକ୍ତ ହୁଅନ୍ତି, କିନ୍ତୁ ପେଟରେ। ମୁହଁ ଖୋଲି କେହି କିଛି କୁହନ୍ତି ନାହିଁ। ଆଡ଼େ ଘର ସଫାଇ ତ କରିବାରେ ଅଯଥା ଖର୍ଚ୍ଚ ହେଉଛି, ଅଥଚ ଆଡ଼େ ପିଲାର ଗୋଟାଏ ଚିତ୍ର ଆଙ୍କିବା ଗୁଣର ବିକାଶ ହେଉଛି, ଯେଉଁ ଗୁଣକୁ ବି ପିଲାଙ୍କର ନଥାଏ। ଅଙ୍ଗାର ଗାରିଆକୁ ବାଧା ଦେଲେ ଚିତ୍ରାଙ୍କନ ଗୁଣର ବିକାଶରେ ବାଧା ପଡ଼ିବ। ପୁଅ ମୁଣ୍ଡକୁ ଆଶା, ଆଡ଼େ ତେଲ ଘଡ଼ିକୁ ଆଶା। କ'ଣ କରିବେ ଠିକ୍ କରିପାରି ନାହିଁ।
सबसे चुप भला। रमेश बोऊ को किछि न कहबाकू तागिद କରିଦିଅନ୍ତି ଓ ଚୂନ ଆଣି ପୁଣି ସଫେଇ କରି ଦିଅନ୍ତି। ରମେଶର ଦେଖ ଆନନ୍ଦ। ପୁଣି ଜାଗା ମିଳିଲା ଅଙ୍ଗାରରେ ଚିତ୍ର ଆଙ୍କିବା ପାଇଁ। ପୁଣି ଦିନ କେଇଟାରେ ଘରଟା ମଫସଲ ଥାନା ହୋଇଯାଏ। ପୁଣି ହୁଏ ସଫେଇ ତ ପୁଣି ପଡ଼େ ଅଙ୍ଗାରର ଗାର। ବାପାଙ୍କର ଧୈର୍ଯ୍ୟ ପରୀକ୍ଷା ଚାଲିଥାଏ। ଶେଷରେ ବାପା ହାରିଗଲେ। ଦୁଇଥର ସଫେଇର ବ୍ୟବଧାନ ଯେତେବେଳେ ମାସକରୁ କମି କମି 2 ଦିନରେ ରହିଲା, ବାପା ଆଉ ସ୍ଥିର ହୋଇ ରହିପାରିଲେ ନାହିଁ। ଦିନେ ଡାକି କହିଲେ, ରମୁ। ଆଜ୍ଞା। ତୁ ଆଉ ଏପରି ଘର କାନ୍ଥରେ ଅଙ୍ଗାରରେ ଗାରେନା। ମୁଁ ତୋତେ ଚିତ୍ର ଆଙ୍କିବାକୁ ବଡ଼ ବଡ଼ କାଗଜ ଆଣିଦେବି। ସେଥିରେ ତୁ ପେନସିଲ ଓ ରବରରେ ଚିତ୍ର ଆଙ୍କେ। ଚିତ୍ର ବି ଭଲ ଆଙ୍କିପାରିବୁ ଆଉ ଘରର ଅଯଥା ସଫେଇ ଖର୍ଚ୍ଚଟା ବଞ୍ଚିଯିବ। ସେହି ପଇସା ବଞ୍ଚିଲେ ସମୟବେଳେ ତୁ କିଛି କିଛି ଖର୍ଚ୍ଚ କରିପାରିବୁ ତ। ରମେଶ ରାଜି ହୋଇଗଲା। ସେହିଦିନଠାରୁ ରମେଶର କାଗଜରେ ଚିତ୍ର କରିବା ଆରମ୍ଭ ହେଲା ଓ କାନ୍ଥ ବାଡ଼ମାନେ ଟିକେ ନିଶ୍ୱାସ ମାରିବାକୁ ସମୟ ପାଇଲେ। ଏଡ଼େ ଟିକିଏ ପିଲା ହେଲେ କ'ଣ ହେବ? ରମେଶର ଚିତ୍ର ଆଙ୍କିବାର ଶକ୍ତି ପୁରା ଅଦ୍ଭୁତ। ଯେଉଁଦିନ ଘରେ ଟଙ୍ଗା ହୋଇଥିବା ମହାତ୍ମା ଗାନ୍ଧୀଙ୍କର ଚିତ୍ର ଦେଖି ପେନସିଲରେ ଖଣ୍ଡିଏ ଚିତ୍ର ଆଙ୍କି ଦେଇ ଦୁଇ ଚିତ୍ରକୁ 10-15 ଥର ଚାହିଁ ମିଳାଇ ନେଲା ଓ ମନେ ମନେ ଭାବିଲା କିଛି ଫରକ ନାହିଁ, ସେଦିନ ରମେଶର ଆନନ୍ଦ କି ସମ୍ଭାଳି ହୁଏ? ବାପାଙ୍କ ପାଖକୁ ଦୌଡ଼ିଯାଇ କହିଲା, ବାପା ଦେଖ, ମହାତ୍ମା ଗାନ୍ଧୀଙ୍କର ଚିତ୍ର ତିଆରି କରିଛି। ବାପା ଆଗ୍ରହରେ ଚିତ୍ରଟିକୁ ଚାହିଁ ରହିଲେ। ଠିକ୍ ସେହିପରି ବଡ଼ ନାକ, ଧୋକଡ଼ା ଗାଲ, ତଳ ଓଠ ଆଗକୁ ବାହାରି ପଡ଼ିଛି। ବୁଢ଼ା ବୟସରେ ଲୋଚା ଚମର ଗାର ସବୁ ଠିକ୍ ଠିକ୍ ବାରି ହୋଇଯାଉଛି। ଆଶ୍ଚର୍ଯ୍ୟ ହୋଇ ଭାବିଲେ, ପେନସିଲରେ ଆଲୋକ ଓ ଛାୟାର କରାମତ ଦେଖାଇବାକୁ ରମୁ ଶିଖିଲା କେଉଁଠାରୁ? ଭାବଚକ୍ଷୁରେ ରମେଶର ଭବିଷ୍ୟତ ଆଡ଼କୁ ଚାହିଁ ରହିଲେ। ଦେଖିଲେ ସାରା ଓଡ଼ିଶାରେ ରମେଶ ଉନ୍ନତି ଚିତ୍ର ବିଦ୍ୟା ଶିଖିବାକୁ କନ୍ଦି ବୁଲୁଛନ୍ତି। ଗୋଟିଏ ହେଲେ ଶିଳ୍ପ ବିଦ୍ୟାଳୟ ନାହିଁ। ଦୁନିଆର ସବୁ ସୌନ୍ଦର୍ଯ୍ୟ ଗୋଟାଇ ଆଣି ଚିତ୍ରକରମାନଙ୍କରେ ଖଞ୍ଜି ରମେଶ ଚିତ୍ର ପସରାଏ ମେଲାଇ ବସିଛି। ଗୋଟିଏ ହେଲେ ଗରାଖ ନାହିଁ। କଳା ଜଗତର ସମ୍ରାଟ ହୋଇ ରମେଶ ସିଂହାସନରେ ବସିଛି। ଅଥଚ ଉଦରର ବିକଟ କ୍ଷୁଦ୍ର ଜ୍ୱାଳା ମୁଖକୁ ମଳିନ କରି ପକାଉଛି। ନିରିଖି କରି ମୁଖକୁ ସେ ଚାହିଁଲେ, ଦେଖିଲେ ନିଘଞ୍ଚ ବଣ। ମଝିରେ ବଣମଲ୍ଲୀ ଗଛର ଲଟାଟିଏ। ପତରକୁ ଠେଲି କଢ଼ଟିଏ ଉଠିଲା। ଆସ୍ତେ ଆସ୍ତେ ତାର ପାଖୁଡ଼ା ଗୁଡ଼ାକ ମେଲିଗଲା। କି ସୁନ୍ଦର ରୂପ ତାର! ସେ ବଣ ଭିତରେ ପବନତକ ସେ ବାସ୍ନାରେ ମହକି ଗଲେ। ବାହାରକୁ ସେ ବାସ୍ନା ଯିବାର ଉପାୟ ନାହିଁ। ନିଘଞ୍ଚ ବଣ ଚାରିଆଡ଼େ ଘେରି ରହିଛି। କେହି ହାତ ବଢ଼ାଇ ତୋଳି ନେବାକୁ ସେଠାରେ ନାହିଁ। ଆସ୍ତେ ଆସ୍ତେ ଫୁଲଟି ମଉଳି ଆସିଲା। ରମେଶର ବାପାଙ୍କ ଚକ୍ଷୁ ଦୁଇଟି ଆହୁରି ବିସ୍ଫାରିତ ହୋଇ ଉଠିଲା। ମୁଖରେ କରୁଣତାର ଆଭା ଫୁଟି ଉଠିଲା। ଫୁଲ ଟିପି ଡେମ୍ଫରୁ ଆସ୍ତେ ଆସ୍ତେ ନଇଲା। ଟୁକ୍ କରି ଛିଣ୍ଡି ତଳେ ପଡ଼ିଗଲା। ରମେଶର ବାପା ପାଟି କରି ଉଠିଲେ, ଓଃ! ଦୁଇଧାର ଲୁହ ଦୁଇ ଗାଲକୁ ଓଦା କରିଦେଲା। ରମେଶ ସେତେବେଳକୁ ଭୟରେ କାକୁସ୍ଥ ହୋଇଗଲାଣି। ବାଉରିଆନା 10ଟା ଟଙ୍କା ଧାର ନେବା ପାଇଁ ଆସି ରମେଶ ବାପାଙ୍କ ପାଖରେ ବସିଥିଲେ। ତାଙ୍କର ମେଲାମେଲା ଆଖି ଓ ଲୁହ ଦେଖି ଚଟ୍ କରି ସବୁ ବୁଝିଗଲେ ବ୍ୟାପାର କ'ଣ। ମୁରବିଆନା କଣ୍ଠରେ ପରସ୍ତେ ଝାଡ଼ି ଦେଇ କହିଲେ, ହଇରେ ରମେଶ, ଏ ବାଳୁଙ୍ଗା ବୁଦ୍ଧି ଛାଡ଼। ସବୁଦିନେ କ'ଣ ପିଲା ହୋଇ ରହିଥିବୁ? ବାପା ପୁଳା ପୁଳା ଟଙ୍କା ତୋ ପଢ଼ିବା ପାଇଁ ଖର୍ଚ୍ଚ କରୁଅଛନ୍ତି। ପାଠପଢ଼ା ଛାଡ଼ି ଖାଲି କାଗଜ ପେନସିଲରେ ଏ କଦର୍ଯ୍ୟ ରୂପ ଅଙ୍କା ଚାଲିଛି। ଏ ରୂପ ଅଙ୍କାରେ କ'ଣ ପେଟ ପୋଷିବୁ? ଏ କଦର୍ଯ୍ୟ ସ୍ୱଭାବ ଛାଡ଼ି ପାଠପଢ଼ାରେ ମନ ଦେ। ଦେଖିଲୁ ତୋ ବାପାଙ୍କ ମନରେ କେତେ କଷ୍ଟ ହୋଇଛି। ରୂପ ଅଙ୍କା କାମଗୁଡ଼ାକ ଭାରି ଖରାପ। ଘରକୁ ହାନି ପହୁଞ୍ଚେ। ଫେରିବାର ଆଉ କାମ କରିବୁ କ'ଣ ନାହିଁ। ଏ କଥାଗୁଡ଼ାକ ଡାକକାଡ଼ି ଖଡ଼ା ଖଡ଼ ବିଜୁଳି ଭଳିଆ ଚାଲିଗଲା ପରି ବାଉରିଆନାଙ୍କ ମୁହଁରୁ ବାହାରିଗଲା। ରମେଶର ବାପାଙ୍କର ହଠାତ୍ ଚେତା ପଶି ତାଙ୍କ କଥାର ପ୍ରତିବାଦ କରିଲା ବେଳକୁ ବାଉରିଆନାଙ୍କ କଥା ସରିଗଲାଣି। ପିଲାଟାର ମନରେ ଆଘାତ ଲାଗିବ ଭାବି ସାଙ୍ଗେ ସାଙ୍ଗେ କହିଲେ, ନାହିଁ ହେ ବାଉରିଆନା, ଚିତ୍ର ଅଙ୍କା ଖରାପ କାମ ନୁହେଁ। ମୁଁ ଖାଲି ଭାବୁଛି ରମୁର ଯେଉଁ ଏହି ଦୁର୍ଲଭ ଗୁଣଟି ଅଛି, ତାହାର ବିକାଶ ଆମର ଏ ଓଡ଼ିଶା ପ୍ରଦେଶରେ ହୋଇପାରିବ ନାହିଁ। ସେଇଥିଲାଗି ମୋର ମନରେ କଷ୍ଟ ହେଲା। ବାଉରିଆନା ହଟିଯିବାର ପାତ୍ର ନୁହନ୍ତି। ସାଙ୍ଗେ ସାଙ୍ଗେ ଉତ୍ତର, ମୁଁ ତ କହୁନାହିଁ ଚିତ୍ର ଆଙ୍କିବାଟା ଖରାପ। ମୋ କହିବା ମତଲବ ହେଉଛି, ଯଦି ଚିତ୍ର ଆଙ୍କିବ ରାମ, ହନୁମାନ, ସୁଗ୍ରୀବ, ବିଷ୍ଣୁ, ମହାଦେବ ଏମାନଙ୍କର ଚିତ୍ର ଆଙ୍କ। ଏ ଧର୍ମ ଛଡ଼ା ଗାନ୍ଧୀଟାର ରୂପ କାହିଁକି ଆଙ୍କୁଛ? ସେ ହିନ୍ଦୁ ମନ୍ଦିର କୋରାନ ଆଣି ପଢ଼ୁଛି। ରାମ ରାମ କି ପାପ! ପାପ ଗୁଡ଼ାଙ୍କର ଚିତ୍ର କରିବା ଖରାପ। ୟା ବୋଲି ସବୁ ଚିତ୍ର ଆଙ୍କିବାକୁ କ'ଣ ମୁଁ ଖରାପ କହୁଛି? ରମେଶର ବାବା କହିଲେ, ଆହା,
ଗାନ୍ଧୀଙ୍କୁ ପାପୀ ବୋଲି କାହିଁକି କହୁଛ? ଆମ ବେଦରେ ଯାହା ଅଛି, କୋରାନରେ ସେୟା ଅଛି, ଖାଲି ଭାଷାର ତଫାତ୍। କଦଳୀଟାକୁ କେଲା କହିଦେଲେ ତୁମେ କ'ଣ କଦଳୀକୁ ନ ଖାଇ ଫୋପାଡ଼ି ଦେବ? ସପୁରୀଟାକୁ ଅନାରସ କହିଦେଲେ କ'ଣ ସପୁରୀଟା କଇଁଚି କାକୁଡ଼ି ହୋଇଯିବ? ଜିନିଷ ଏକ, ହେଲେ ଭାଷାରେ ଯାଏ ଆସେ କେତେ? ବାଉରିଆନା ସାଙ୍ଗେ ସାଙ୍ଗେ ଲେଉଟିଲେ। ମୁଁ କ'ଣ ପେଟ ଭିତରୁ ମହାତ୍ମା ଗାନ୍ଧୀଙ୍କୁ ପାପୀ ବୋଲି କହୁଛି? ମୋର କହିବା ମତଲବ ହେଉଛି, ଆମ ଦେଶର ଏ ଅଶିକ୍ଷିତ ଲୋକଗୁଡ଼ାକ ଯେପର୍ଯ୍ୟନ୍ତ ନ ବୁଝିଛନ୍ତି ସେ ଜିନିଷ ଏକ, କେବଳ ଭାଷା ତଫାତ୍, ସେ ପର୍ଯ୍ୟନ୍ତ ଏମିତିଆ କାମଗୁଡ଼ିଏ କରିବା ଖରାପ। ଲୋକେ ତ ନ ବୁଝି ନିଶ୍ଚୟ ପାପୀ ବୋଲି କହିବେ। ମୁଁ କ'ଣ ଜାଣି ନାହିଁ ମହାତ୍ମା ଗାନ୍ଧୀ ଭଲ କାମ କରୁଛନ୍ତି? ମୁଁ ଖାଲି ଉପରେ ମନକୁ କହୁଥିଲି ନା। ଲୋକମାନଙ୍କୁ ଦାଣ୍ଡରେ ଘାଟରେ ବୁଝାଇଲେ ସିନା ଲୋକେ ବୁଝିବେ, ଖାଲି କ'ଣ ମନକୁ ବୁଝିବେ? ହଁ, ସେଇଟା ଠିକ୍ ଯେ ଲୋକମାନେ ମହାତ୍ମା ଗାନ୍ଧୀଙ୍କୁ ମୂର୍ଖ ବୋଲି କହିଲେ ସିନା ତାଙ୍କୁ ବୁଝାଇ ବସିବେ। ରମେଶର ବାପା ଭାବିଲେ, ଓହୋ, 10ଟା ଟଙ୍କା ଲାଗି ଏ ଲୋକଟା କେତେ ଥର ରୂପ ବଦଳିଲାଣି। ଟଙ୍କା 10ଟା ବାକ୍ସରୁ କାଢ଼ି ବାଉରିଆନାକୁ ଦେଲେ। ବାଉରି ବନ୍ଧୁର କଥାବାର୍ତ୍ତା ଗୁଡ଼ାକ ଅବ୍ୟର୍ଥ। ଗଲାବେଳେ ରମେଶକୁ ଆଉଥରେ ତାଗିଦ କରିଦେଇ ଗଲା, ଦେଖ ରମୁ, ଏପରି ଭଲ ଗୁଣ ସମସ୍ତଙ୍କ ପାଖରେ ନଥାଏ। ଖୁବ୍ ମନ ଦେଇ ଆହୁରି ଭଲ ଭଲ ଚିତ୍ର ଆଙ୍କେ। ସବୁ ଜିନିଷ ଛାଡ଼ିଦେଇ ଖାଲି ଚିତ୍ର ଆଙ୍କେ, ଦେଖିବୁ ବଡ଼ଦିନକୁ କେତେ ଜଜ୍ ମିନିଷ୍ଟର ତୋ ପଛରେ ଗୋଡ଼ାଇବେ। ରମେଶର ବାପା ବାଉରିଆନାଙ୍କ ଆରମ୍ଭ ଓ ଶେଷ ଦେଖି ହସିଦେଲେ। ବାଉରିଆନା କଥାଟା ରମେଶର ବାପାଙ୍କ ମନକୁ ପାଇଗଲା ବୋଲି ବଡ଼ ଆତ୍ମପ୍ରସାଦଟାଏ ଅନୁଭବ କଲେ ଓ ବଟୁଆରେ 10 ଟଙ୍କାଟା ରଖିଦେଇ ଧୀରେ ଧୀରେ ସେଠାରୁ ପ୍ରସ୍ଥାନ କଲେ। ରମେଶ ବାପାଙ୍କର କଳାବିଦ୍ୟାରେ ଖୁବ୍ ଆଗ୍ରହ ଥିଲା ସତ, କିନ୍ତୁ ସେ କଳାବିଦ୍ୟାର କିପରି ଉତ୍କର୍ଷ ସାଧନ ହେବ ତାହା ଭଲ ଭାବରେ ଜାଣିନଥିଲେ। ରମେଶର ହୁଏତ ଏହି କଳା ବିଦ୍ୟା ଇତିଶ୍ରୀ ହୋଇଯାଇଥାନ୍ତା, କିନ୍ତୁ ତା କପାଳକୁ ଗୋଟାଏ ସୁଯୋଗ ଜୁଟିଲା। ରମେଶର ବୋଉ ବହୁ ଦିନରୁ କଲିକତା କାଳୀଦର୍ଶନ ଲାଗି ରମେଶ ବାପାଙ୍କୁ କହି ଆସୁଥିଲେ। ଏତେ ଦିନ ଯାଏ କୌଣସି ମତେ କଥାଟା ଟାଳଟୁଳ ହୋଇ ଆସିଥିଲା। ଗାଡ଼ିରେ ଖୁବ୍ ଭିଡ଼, କଲିକତାରେ ବୋମା ପଡ଼ିବ, ଡକେଇତମାନେ ମାତିଛନ୍ତି, ଇତ୍ୟାଦି ଇତ୍ୟାଦି। ଏଥର ରମେଶ ବୋଉ ଜିଗର ଧରି ବସିଲେ ନିଶ୍ଚୟ ଯିବାକୁ ହେବ। ଅନ୍ୟନ୍ୟ ପାଏ ରମେଶ ବାପା ରାଜି ହୋଇଗଲେ। ବାପା, ମା, ପୁଅ ତିନିହେଁ ଗଲେ କଲିକତା କାଳୀଦର୍ଶନକୁ। କଲିକତାର ଜଣେ କାନତରାଟା ଅମିୟ ଚକ୍ରବର୍ତ୍ତୀଙ୍କ ପାଖକୁ ଆଗରୁ ଖବର ଦେଇଦେଲେ। ସେ ହାବଡ଼ା ଷ୍ଟେସନକୁ ଆସି ସମସ୍ତଙ୍କୁ ପାଛୋଟି ନେଇଗଲେ। ଅମିୟ ଚକ୍ରବର୍ତ୍ତୀ ମହାଶୟ ଓଡ଼ିଶାରେ କାଠ ବାଉଁଶ ବେପାର କଲାବେଳେ ରମେଶ ବାପା ତାଙ୍କୁ ନାନା ଉପାୟରେ ବହୁତ ସାହାଯ୍ୟ କରିଥିଲେ। ତେଣୁ ସେ ମଧ୍ୟ ବଡ଼ କୃତଜ୍ଞ ଥିଲେ। ଏମାନଙ୍କର ଯେପରି ସମସ୍ତ ସୁବିଧା ହୁଏ ସେଥିଲାଗି ଖୁବ୍ ଯତ୍ନ କରିଥିଲେ। ସେହିଠାରେ ଚକ୍ରବର୍ତ୍ତୀ ମହାଶୟ ରମେଶର ପ୍ରତିଭାର ପରିଚୟ ଆକସ୍ମିକ ଭାବରେ ପାଇଥିଲେ। ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ। ଯାହାର ଯାହା ସ୍ୱଭାବ ତାହା କ'ଣ ସହଜେ ଯିବ? ଚକ୍ରବର୍ତ୍ତୀଙ୍କର ବୈଠକଖାନାର କାନ୍ଥରେ ମରା ହୋଇଥିବା ତାଙ୍କର ଫଟୋକୁ ଚାହିଁ ରମେଶ ଯେ କେତେବେଳେ କାନ୍ଥରେ ତଦନୁରୂପ ଚିତ୍ରଟିଏ ଆଙ୍କିବାରେ ଲାଗିଛି ତାହା କାହାକୁ ଜଣାନଥିଲା। କିଛି ସମୟ ବାଦ୍ ଚକ୍ରବର୍ତ୍ତୀଙ୍କର ନଜର ପଡ଼ିଲା। ଚୁପ୍ ଚୁପ୍ ଆସି ରମେଶର ପଛରେ ଠିଆ ହୋଇ ମୁଗ୍ଧ ହୋଇ ଚାହିଁଥାନ୍ତି। ବାଃ କହି ଯେତେବେଳେ ପିଠିରେ ଥାପୁଡ଼ା ଦେଲେ ରମେଶ ଚମକି ପଡ଼ିଲା। ସେହିଦିନ ସନ୍ଧ୍ୟାବେଳେ ରମେଶ ବାପା ଓ ଚକ୍ରବର୍ତ୍ତୀଙ୍କ ଏ ବିଷୟ ନେଇ ଖୁବ୍ ଆଲୋଚନା ହେଲା। ଚକ୍ରବର୍ତ୍ତୀ ଖୁବ୍ ଜିଗର କଲେ ରମେଶକୁ କଲିକତାରେ ରଖାଇବାକୁ, କିନ୍ତୁ ତାକୁ ଏକୁଟିଆ ଛାଡ଼ିଦେଇ ଯିବାକୁ ତା ବାପା ରାଜି ହେଲେ ନାହିଁ। ଚକ୍ରବର୍ତ୍ତୀ ବାବୁ ରମେଶକୁ ନେଇ ବଡ଼ ବଡ଼ ଚିତ୍ରକରମାନଙ୍କ ପାଖକୁ ନେଇ ପରାମର୍ଶ କଲେ। ସମସ୍ତେ ରମେଶର ବୟସ ଅନୁପାତରେ ଗୁଣ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେହିମାନଙ୍କଠାରୁ ରମେଶ ଚିତ୍ର ବିଦ୍ୟାରେ ଉନ୍ନତି କରିବାର ଉପାୟ ସବୁ ଜାଣିଲା। ତୁଳି ସାହାଯ୍ୟରେ ବି କିପରି ରଙ୍ଗୀନ ଚିତ୍ର କରିବାକୁ ହୁଏ ତାହା ଶିଖିଲା। କେତେ ପ୍ରକାରର ଚିତ୍ରକଳା ଅଛି ଓ ସେଗୁଡ଼ିକର ବୈଶିଷ୍ଟ୍ୟ କ'ଣ ତାହାର ମୋଟାମୋଟି ଗୋଟାଏ ଧାରଣା ହୋଇଗଲା। ବିଶିଷ୍ଟ ଚିତ୍ରକର ସଳେଲ ବାନାର୍ଜୀ ଉପଦେଶ ଦେଲେ କି ରମେଶ ଯଦି ଭବିଷ୍ୟତରେ ଭଲ ଭଲ ଛବି ଆଙ୍କିବ ତେବେ ସେଗୁଡ଼ିକ ତାଙ୍କ ପାଖକୁ ପଠାଇଦେବ। ଚକ୍ରବର୍ତ୍ତୀ ବାବୁ ମଧ୍ୟ ଏଥିରେ ଏକମତ ହେଲେ, କାରଣ ସେ ଜାଣିଥିଲେ ଯେ ରମେଶର ପ୍ରତିଭାର ବିକାଶ ପାଇଁ ଓଡ଼ିଶାରେ କ୍ଷେତ୍ର ପ୍ରସ୍ତୁତ ହୋଇନାହିଁ। ରମେଶର ଭବିଷ୍ୟତର ଚିତ୍ର ସବୁ ନିଶ୍ଚୟ ଓଡ଼ିଶା ବାହାରେ ଆଦର ପାଇବ। ରମେଶର ହିତ ପାଇଁ ଏହିସବୁ ଅଧିକା କାମ ସକାଶେ ଯେଉଁ ବିଳମ୍ବ ଘଟିଲା ସେଥିସକାଶେ ସେ ଭ୍ରୂକ୍ଷେପ କରିନଥିଲେ। ଅବଶେଷରେ ବଙ୍ଗଳାର ବିଶିଷ୍ଟ ଚିତ୍ରକରମାନଙ୍କର ଆଶୀର୍ବାଦ ଓ ଉତ୍ସାହ ନେଇ ରମେଶ ତା ବାପାଙ୍କ ସହିତ ଘରକୁ ଫେରିଲା। ଫେରିଲା ବେଳେ ଚକ୍ରବର୍ତ୍ତୀ ବାବୁ ସାଜ ତୋଳି ନାନା ପ୍ରକାର ରଙ୍ଗବାକ୍ସ ଓ 5-6 ଖଣ୍ଡ ଚିତ୍ରବିଦ୍ୟା ବିଷୟକ ବଙ୍ଗଳା ଓ ଇଂରାଜୀ ବହି ତାକୁ ଉପହାର ଦେଇଥିଲେ। ଘରେ ପହଞ୍ଚିବା ଦିନଠାରୁ ରମେଶର ନୂତନ ଜୀବନ ଆରମ୍ଭ ହୋଇଗଲା।
ଗୋଟିଏ ଗୋବରା ଚଢ଼େଇକୁ ବର୍ଷ ବର୍ଷ ଧରି ହରିନାମ ଶିଖାଇଲେ କିଛି ଫଳ ହୁଏ ନାହିଁ, କିନ୍ତୁ ସାରି ପଛରେ ପରିଶ୍ରମ ନ କଲେ ସୁଦ୍ଧା ସେ ଶୁଣି ଶୁଣି ନାନା ପ୍ରକାର କଥା କହିପାରେ। ବିଶିଷ୍ଟ ଚିତ୍ରକରମାନେ ତାକୁ କେବଳ ରାସ୍ତାଟି ଦେଖାଇ ଦେଇଥିଲେ, ଯେଉଁ ରାସ୍ତାରେ ଯାଇ ରମେଶ ସ୍ୱୀୟ ପ୍ରତିଭା ବଳରେ ବର୍ଷ 3-4ଟାରେ ସେହି ବିଶିଷ୍ଟ ଚିତ୍ରକରମାନଙ୍କର ସମକକ୍ଷ ହୋଇଗଲା। ଶୈଳେନ ବାନାର୍ଜୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରମେଶ ମଧ୍ୟେ ମଧ୍ୟେ ନିଜର ଚିତ୍ରଗୁଡ଼ିକ ତାଙ୍କ ନିକଟକୁ ପଠାଉଥାଏ। ରମେଶ ପ୍ରତ୍ୟେକ ଚିତ୍ର ଦେଖି ତାକୁ ଆହୁରି କିପରି ଉନ୍ନତି ଧରଣର କରାଯାଇପାରେ ଓ କେଉଁଠି କି ତ୍ରୁଟି ରହିଯାଇଅଛି ତାହା ସେ ଚିଠିରେ ଲେଖି ପଠାଇ ଦିଅନ୍ତି। ରମେଶ ତାହା ମନୋଯୋଗ ସହିତ ପଢ଼େ ଓ ପରଚିତ୍ରରେ ସେହିସବୁ ଉପଦେଶ ଅନୁଯାୟୀ କାର୍ଯ୍ୟ କରେ। ଭାରତର କୌଣସି ସ୍ଥାନରେ ଚିତ୍ର ପ୍ରଦର୍ଶନୀ ହେଲେ ଶୈଳେନବାବୁ ରମେଶର ଚିତ୍ର ସବୁ ସେଠାକୁ ପଠାଇ ଦେଉଥିଲେ। ରମେଶର ସୁଖ ଦୀପ ହଠାତ୍ ଜଳି ଉଠିଲା। ରମେଶର ବାପା ଦିନେ ଗୋଟିଏ ବୀମା ହୋଇଥିବା ଖାମ୍ ପଠାଇଲେ। ସେଇଟା ଶୈଳେନବାବୁଙ୍କ ପାଖରୁ ଆସିଥିଲା। ଖୋଲି ଦେଖନ୍ତି ତ ଖଣ୍ଡେ ଚିଠି ଓ 1000 ଟଙ୍କିଆ ଖଣ୍ଡେ ନୋଟ୍। ଚିଠିରୁ ଜାଣିଲେ ଯେ ରମେଶ ଯେଉଁ ଆଶ୍ରମରେ ଶକୁନ୍ତଳା ଚିଠି ଖଣ୍ଡି ତିଆରି କରିଥିଲା ତାହା ଶୈଳେନବାବୁ ଲକ୍ଷ୍ନୌ ଚିତ୍ର ପ୍ରଦର୍ଶନୀକୁ ପଠାଇ ଦେଇଥିଲେ। ତାହା ସେଠାରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଥିଲା ଓ ପ୍ରଥମ ପୁରସ୍କାର ସ୍ୱରୂପ ଏହି 1000 ଟଙ୍କା ମିଳିଥିଲା। ଏତେ ବଡ଼ ଖବରଟାଏ ଓଡ଼ିଶାରେ ରାଷ୍ଟ୍ର ହୋଇପାରିଲା ନାହିଁ। ଏ ତ ହେଲା ପ୍ରଚାର ଯୁଗ। ଯେଉଁ ଯୁଗରେ ବନ୍ୟା ପାଇଁ ଟଙ୍କାଟିଏ ଚାନ୍ଦା ଦେଇ ଭୁଲରେ ଖବରକାଗଜରେ ନାଁ ନ ବାହାରିଲେ ସମ୍ପାଦକଙ୍କ ପାଖକୁ ଚିଠି ଆସେ, ହଇ ହୋ ମୋ ଟଙ୍କାଟା କ'ଣ ଗୋଡ଼ିମାଟି, ମୋ ନାଁଟା କାହିଁକି ନ ବାହାରିଲା। ତାପରେ ଭ୍ରମ ସଂଶୋଧନ ଶିରୋନାମାରେ ନିଜ ନାଁଟା ଦେଖିବାକୁ ଆକୁଳ ଥାଏ। ସେହି ଯୁଗରେ ଯଦି ରମେଶର ବାପା ଏ ବିଷୟ ଅତ୍ୟନ୍ତ ଖବରକାଗଜବାଲାଙ୍କୁ ନ କହନ୍ତି ଓ ରମେଶ ନିଜ ନାଁରେ ଚିତ୍ର ନ ପଠାଇ ଶୈଳେନବାବୁଙ୍କ ଜରିଆରେ ଚିତ୍ର ପଠାଏ, ତେବେ ଦୋଷ କାହାର? ଦୋଷ ରମେଶର, ଦୋଷ ରମେଶ ବାପାଙ୍କର, ଦୋଷ ଓଡ଼ିଶା ଭାଗ୍ୟର। ଯେଉଁ କେତେଜଣ ଲୋକ ଜାଣିଥିଲେ ସେମାନଙ୍କର ବା କିଛି ଲାଭ ଅଛି ଯେ? ସେ ୟା ଆଗରେ ତା ଆଗରେ କହି ବୁଲିବେ। ସେମାନେ କ'ଣ ସେଥିରୁ 2 ପଇସା ପାଇବେ? ଆଉ ବି ସେଥିପାଇଁ ତ ଖବର କାଗଜବାଲାମାନେ ଅଛନ୍ତି। ରମେଶର ସୁଖ ଦୀପ ଯେ ଲିଭିଯିବାର ପୂର୍ବ ସୂଚନା ସ୍ୱରୂପ ଜ୍ୱରରେ ଜଳି ଉଠିଥିଲା, ତାହା ସେ କି ତା ବାପା କେହି ଜାଣିପାରିନଥିଲେ। ତାପରେ ବିଜେ କଲେ ମା ଠାକୁରାଣୀ ବସନ୍ତ। ଲହ ଲହ ଜିଭ କରି ଚାଟିଦେଲେ ରମେଶର ଭାଗ୍ୟକୁ। ତାପରେ କଟକର ସେଇ ଅନ୍ଧାରୁଆ ମଶକ ଅଧ୍ୟୁଷିତ ଗଳି, ନଡ଼ା ଉଲ୍ଲିର ପଡ଼ିଥିବା ଚାଳଘର ଓ ନାକଟା ଚିତ୍ରକର। ବୟସର ଗାମ୍ଭୀର୍ଯ୍ୟ ଆସିଯାଇଛି। ସୌନ୍ଦର୍ଯ୍ୟ ଅପହରଣର ଧକ୍କା ସମ୍ଭାଳି ନେଇଛି। ଯୌବନର ଜୁଆର ଯେତେବେଳେ ଆସି ଭସାଇ ଦେବାକୁ ବସେ, ସେ ବ୍ୟାକୁଳ ହୋଇ ଆଶ୍ରା ଖୋଜେ, କିନ୍ତୁ ଦେଖେ ଚାରିଆଡ଼ ଶୂନଶାନ୍। ହଠାତ୍ ଗୋଡ଼ 2ଟା ଟାଣ କରି ଠିଆ ହୁଏ। ମନେ ମନେ ଭାବେ, ମୁଁ ପରା ନାକ୍ଟା। ଜୁଆର କିଛି କ୍ଷତି କରିପାରେ ନା। ଯୌନ ଚିନ୍ତାରୁ ମନକୁ ଟାଣି ନେଇ ଚିତ୍ରରେ ଲଗାଏ। ତୁଳିରୁ ବାହାରି ପଡ଼େ ଅଜସ୍ର ଚିତ୍ର, ଉର୍ବଶୀ, ଦମୟନ୍ତୀ, ହଂସ, ଲାବଣ୍ୟବତୀ, ବିରହିଣୀ ରାଧା ଇତ୍ୟାଦି। କବି ସମ୍ରାଟମାନଙ୍କର ମଧୁର ରୂପବର୍ଣ୍ଣନା ଚିତ୍ରରେ ଫୁଟି ଉଠେ। ରମେଶ ମୁଗ୍ଧ ହୋଇ ଚାହିଁ ରହେ। ତାକୁ ଜଣାଯାଏ ଯେପରି ଚିତ୍ରଗୁଡ଼ିକ ଜୀବନ୍ୟାସ ପାଇ ତା ସାଙ୍ଗରେ କଥାବାର୍ତ୍ତା କରୁଛନ୍ତି। ଆନନ୍ଦ ସାଗରରେ ନିଜକୁ ସେ ଭସେଇ ଦିଏ। କି ଆନନ୍ଦ! ଢେଉ ସାଙ୍ଗରେ ଉଠୁଛି ପଡ଼ୁଛି। ମିନିଟିଏ 2 ମିନିଟିଏ 5 ମିନିଟ୍ ଅଧଘଣ୍ଟାଏ ଘଣ୍ଟାଏ ତ ବିତିଯାଏ। ରମେଶ ସେହିପରି ସ୍ଥିର ଓ ଅଚଳ। ହଠାତ୍ ଚମକି ପଡ଼େ, କାଲା ଭଗିଆ ହଲେଇ ଦେଇ ଡାକ ପକାଏ, ଭାଇ ଭାଇ ଭାଇ, ଏମିତି କାହିଁକି ବସିଛ? ଦିହ କ'ଣ ହେଉଛି କି? ନା, ଦେହ କିଛି ହେଉନାହିଁ। ବସି ଗୋଟାଏ ଜିନିଷ ଭାବୁଥିଲି। କ'ଣ କହିଲ? ଗୋଟାଏ ଜିନିଷ ଭାବୁଥିଲି। କ'ଣ କହିଲ? କେମ୍ପା ସତିଆ ପଛରୁ ଘଡ଼ଘଡ଼ ମାରିଲା ପରି ପାଟି କରି ଉଠେ। ଭାଇ କହିଲେ, ତୋ କାନରେ ଅଧା ପଳା ପୋଲଙ୍ଗା ତେଲ ପକାଇଲ। ତୁ କାହିଁକି ଏମିତି ହେଉଛୁ ମ? ଆରେ ଭାଇ ତ କହିଲେ ସେ ବସି ଭାବୁଛନ୍ତି। ଥରେ କହିଲେ 2 ଥର କହିଲେ, ତେବେ ବି ନିଠେଇ ପଚାରୁଛି। କେମିତିଆ ଅବାଗିଆ ମଣିଷଟାଏ ମ! ନିଜେ ତ ଭାରି ବାଗିଆଟା। ପାନରେ ଗୁଆ ଟିକିଏ ଦେଇ ଆସିବନି ପଛକେ। ରମେଶ ଏଇ କାଣିବିରାଡ଼ି ଓ କୁଚି ଅସରପା ଯୁଦ୍ଧ ଦେଖି ଟିକେ ହସିଦିଏ। କେମ୍ପା ସତିଆ କାଲା ଭଗିଆ ବି ନିଜ ସହିତ ଅନ୍ୟକୁ ତୁଳି ପକାଇ ଦେଖନ୍ତି ନିକେତେ ଠିକ୍ ସମାନ। ଆପଣା ଛାଏଁ ଚୁପଚାପ ହୋଇଯାଆନ୍ତି। ଏହିସବୁ ପ୍ରାୟ ଦିନଦୈନ୍ୟର ଘଟଣା କହିଲେ ଚଳେ। କେଉଁ ଦିନଠାରୁ ଯେ ତେଲି ସାପୁଆ ନେଇ ମହାନଦୀରେ ଆସି ମିଶିଗଲେ ତାହା କେହି କହିପାରିବେ ନାହିଁ। ତେବେ ରମେଶର ଠିକ୍ ମନେ ଅଛି, ଯେଉଁଦିନ କେମ୍ପା ସତିଆ ଶୁଖିଲା ମୁହଁ ଦେଖି ପଚାରିଥିଲା, ସତୀଶ କ'ଣ ଖାଇନାହୁଁ କିରେ? ଝରଝର ଲୁହରେ ସତୀଶ ଆରମ୍ଭ କଲା,
ବାବା ମଲା ଦିନ ମୋ ବଡ଼ ଭାଇକୁ କହିଲେ, ଆରେ ବାପା, ସତ୍ୟାଟା କେମ୍ପାଟାଏ, କିଛି ତ କାମଦାମ କରି ପେଟ ପୋଷି ପାରିବନି, ତାର ଦେଖା ଚାହାଁ ଟିକିଏ କରିବୁ। ମୁଁ ତ ଚାଲିଲି, ସତ୍ୟା ତତେ ଲାଗିଲା। ଭାବିଥିଲି ଭାଇ ଅବା ସତେ ବାପାର ମଲାବେଳେ କଥା ରଖିବ, କିନ୍ତୁ ମରିବାର 2-3 ମାସ ଯାଇନି ଯାବତ ଜୁଲମ ମୋ ଉପରେ ସୁରୁ କରିଦେଲା। ବାପା କୁଆଡ଼େ ଭାରି ଫୁଲାଫାଙ୍କିଆ ଥିଲେ। ଘରଦୁଆର ସବୁ ବନ୍ଧା ଦେଇ 1000 ଟଙ୍କା କରଜ ଆଣିଥିଲେ ମହାଜନଠୁ। ସେ ପରକୁତେ 500 ଟଙ୍କା ଦେଇ 1000 ନେଖେଇ ନେଲା। ବାପା ମଲାରୁ ମହାଜନ ନାଲିଜ କରିବ ବୋଲି ଧମକେଇଲା। ଭାଇ କ'ଣ ଟଙ୍କା ସବୁ ଶୁଙ୍ଖି ଘରବାଡ଼ି ମୁକୁଳେଇଛି। ମତେ ଏକ୍ଷଣି ସେ କାଗଜ ଦେଖି କହୁଛି, ଶଳା, ଘରେ ରହି ଗେମ୍ଫିବୁ ତ, ଅଧା ଟଙ୍କା ଆଣ, ଆଉ ଗେମ୍ଫିବା ପାଇଁ ରୋଜିନା ଖର୍ଚ୍ଚ ଆଣ। ମୋର ତ କାମ କଲା ହାତ କେମ୍ପା। ତେବେ ବି ମାଗିଯାଚି 2 ଅଣା 3 ଅଣା ଆଣିଦିଏ। 500 ଟଙ୍କା କିଏ, ମୁଁ କିଏ? ଭାଉଜ ଗଣ୍ଡାଏ ଗଣ୍ଡାଏ ଲୁଚେଇ ଖାଇବାକୁ ଦିଏ। ଆଜି ଭାଇ ତାର ସୁରାଗ ପାଇ ଘର ଭିତରକୁ ପଶିଗଲା ଓ ମୋ ଖାଉଥିବା ପଖାଳ କଂସାଟାକୁ 2 ଗୋଇଠା ପକେଇଲା। ମତେ ତଣ୍ଟିଆ ମାରି ଘରୁ କାଢ଼ିଦେଲା। କହିଲା, ଶଳା, ଘରେ ରହି ଗେମ୍ଫିବୁ ତ ଅଧା ଟଙ୍କା ଆଣ। ଭାଉଜକୁ ବି 2-3 ଗୋଇଠା ଦେଲା। ବାପା ମରିଗଲେ ମତେ ଯାହା ନ ଦେଇ ନ ଗଲେ। ଠିକ୍ ଏଇ ଦିନ ତେଲ ନଈ ମହାନଦୀରେ ମିଶିଗଲା। କିଛି ଦିନ ବାଦ ଏମିତିଆ କିଛି ଦୁର୍ଘଟଣାରୁ ସାପୁଆ ନଈ ବି ଆସି ମହାନଦୀରେ ମିଶିଗଲା। 3 ପାଣିଯାକ ଏକ ହୋଇ ଛୁଟିଲେ ଏପରି ଜୀବନର ଆଉ କିଛି ଲକ୍ଷ୍ୟ ନାହିଁ। ଲକ୍ଷ୍ୟ କେବଳ ସେ ଅକୂଳ କାଳ ସମୁଦ୍ର। ସେଥିରେ ପଡ଼ିଗଲେ ଜୀବନର ସବୁ ଆଶା ପୂର୍ଣ୍ଣ ହେବ। ରମେଶ ବି ବେଳେ ବେଳେ ଭାବେ, ଆଉ କ'ଣ ବା ଲକ୍ଷ୍ୟ ହୋଇପାରେ? ନିଜ ପାଇଁ ତ ରତ ଚିନ୍ତା ନାହିଁ। ଅନ୍ୟ 2ଟି ପ୍ରାଣୀ କିପରି ଏ ସୁଅରୁ ଛିଡ଼ିକି ଯାଇ କେଉଁଠିକି ଅଟକି ଯାଆନ୍ତେ, ମୁହଁରେ ନିରାଶାର ଚିହ୍ନ ଫୁଟି ଉଠେ। ଦୀର୍ଘ ନିଶ୍ୱାସଟିଏ ପକାଇ ପୁଣି ଚିତ୍ର ଆଙ୍କିବାରେ ସେ ଲାଗିଯାଏ। ଘରର ଚଲତି ଆଲୋଚନାରେ ବେଶୀ ଭାଗ ନିଅନ୍ତି ରମେଶ ଓ ସତ୍ୟା। କାମଦାମର ଭାର ଭଗିଆ ଉପରେ। ରମେଶ ଓ ଭଗିଆର ଯଦି କେତେବେଳେ କିପରି ଆଲୋଚନା ହୁଏ, ତେବେ ସତ୍ୟା ହୁଏ ଯୋଗସୂତ୍ର। ଯୁଦ୍ଧଧ୍ୱନି ବାହି ତଡ଼ିତ୍ ତରଙ୍ଗ ସବୁ ଯେପରି ଆକାଶରେ ଲମ୍ବିଥିବା ତରଙ୍ଗଗ୍ରାହୀ ତାରରୁ ଯାଇ ବେତାର ଯନ୍ତ୍ରର ସ୍ୱରବର୍ଦ୍ଧକ ଭିତରେ ପଶି ସ୍ଥୂଳାକାର ଧାରଣ କରି ଲୋକମାନଙ୍କର କର୍ଣ୍ଣେନ୍ଦ୍ରିୟରେ ପଶେ। ସେହିପରି ରମେଶର କଥାଗୁଡ଼ାକ ପ୍ରଥମେ ସ୍ୱରବର୍ଦ୍ଧକ ସତ୍ୟା ଭିତରେ ପଶେ ଓ ତତ୍ପରେ ସ୍ଥୂଳାକାରରେ ଭଗିଆ କାନରେ ପଶେ। ଭଗିଆ ସେତେବେଳେ ସତ୍ୟାର ଗୁରୁତ୍ୱ ଉପଲବ୍ଧି କରେ, କିନ୍ତୁ ସେ ନିଜର ଗୁରୁତ୍ୱ କିପରି ରମେଶକୁ ଦେଖାଇବ, ତାର ସବୁବେଳେ ଉପାୟ ବସି ଖୋଜୁଥାଏ। ଦିନେ ଦିନେ ମୁହଁ ଅନ୍ଧାରିଆ ହୋଇ ଆସିଲା ବେଳକୁ ଭଗିଆ ସତ୍ୟା ପାଖକୁ ଦିଆସିଲଟା ଫୋପାଡ଼ି ଦେଇ କହିଦେଇଯାଏ, ଟିକିଏ ଲଣ୍ଠନଟା ଲଗେଇ ଦେ, ମୁଁ ମୁତି ଆସୁଛି। ସତ୍ୟା କିନ୍ତୁ ହଟିବାର ପାତ୍ର ନୁହେଁ। ବିଲାତି କୁକୁର କାନ ପରି ନଡ଼ ନଡ଼ ହେଉଥିବା ଡାହାଣ ହାତ ପାପୁଲିରେ ଦିଆସିଲଟା ଛାତି କଡ଼ରେ ଜାକି ଧରେ। ଆର ପାପୁଲିର 2ଟି ଆଙ୍ଗୁଠି ଏକାଠି କରି ଦିଆସିଲ ଭିତରର ଖୋଳକୁ ଠେଲିଦିଏ। ପୁଣି ଏ ପାଖକୁ ପାପୁଲିଟା ଆଣି ବଡ଼ ହୁସିଆରରେ ଗୋଟାଏ କାଠି କାଢ଼େ। ଦିଆସିଲକୁ ବୁଜି ଦେଇ ସବୁଯାକ ଆଙ୍ଗୁଠିରେ ଜୋର କରି କାଠିଟା ଧରେ। ଡାହାଣ ପାପୁଲି ଛାତି କଡ଼ ମଝିରେ ଥିବା ଦିଆସିଲ କଡ଼ରେ ଭୂଇଁରେ ସାବୁଳା ମାଇଲ ପରି କାଠିକୁ ଘଷେ, ଖଚ୍ ଖଚ୍ ଖଚ୍। କାଠିଟା ଧରେ ନାହିଁ। ଯଦି ବା ଅକସ୍ମାତ୍ ଭର୍କିରେ ଜଳି ଉଠେ, ତେବେ ଛାତିରୁ ପୁଳିଏ ବାଳ ପୋଡ଼ିଯାଇ ଫୁରୁକୁଟିଆ ଗନ୍ଧରେ ଘର ପୂରିଯାଏ। ଡରରେ ସତ୍ୟା ଜଳନ୍ତା କାଠିଟା ଫୋପାଡ଼ି ଦିଏ। ଭଗିଆ ଲୁଚି କରି ଜଗିଥାଏ। ରମେଶ ବ୍ୟସ୍ତ ହୋଇ ଦୌଡ଼ି ଆସି ଲଣ୍ଠନ ଲଗାଇବା ପୂର୍ବରୁ ନିଜେ ଯାଇ ଲଗେଇଦିଏ। ମନର ଅରମାନ ମେଣ୍ଟିଯାଏ। ମନେ ମନେ ଭାବେ, ଏଥର ଭାଇ ଠିକ୍ ଭାବିଥିବେ ଯେ ଭଗିଆ ନହେଲେ ଲଣ୍ଠନଟା ନ ଲାଗେ। ସତ୍ୟା ବି ଭଗିଆର ମଧ୍ୟ ଟିକେ ଗୁରୁତର ଅଛି ବୋଲି ଉପଲବ୍ଧି କରେ। ଏହିପରି ଦଦରା ଡଙ୍ଗାରେ 3 ଜଣ ଲାଗ ଆହୁଲା ମାରି ଯାଉଥିବା ବେଳେ ଦିନେ କଲିକତାରୁ ଶୈଳେନ ବାବୁଙ୍କ ପାଖରୁ ଖଣ୍ଡେ ଚିଠି ଆସି ପହଞ୍ଚିଲା। ରମେଶ ଖୋଲି ପଢ଼ିଲା। ତାହାର ସାରମର୍ମ ଏହି। ଆମେରିକାର ଚିକାଗୋ ସହରରେ ଗୋଟିଏ ଆନ୍ତର୍ଜାତିକ ଶିଳ୍ପକଳା ପ୍ରଦର୍ଶନୀ ହେଉଛି। ସେଥିପାଇଁ ରମେଶକୁ ଗୋଟିଏ ଉନ୍ନତ ଧରଣର ଚିତ୍ର କରି ପଠାଇବାକୁ ହେବ। ସେହିଦିନ ରାତିରେ ରମେଶ ଖୁବ୍ ଭାବି ଭାବି କ'ଣ ଚିତ୍ର କରିବ ମନରେ ସ୍ଥିର କଲା ଓ ତହିଁଆର ଦିନ ସକାଳୁ ଶୁଭ ମୁହୂର୍ତ୍ତରେ ଚିତ୍ର ଆରମ୍ଭ କଲା। ଦିନ ଯାକ ବସି ଚିତ୍ର ଆଙ୍କେ। କ୍ଳାନ୍ତି ଅବସାଦର ଚିହ୍ନ ସୁଦ୍ଧା ନାହିଁ। ସତେ ଯେପରି ଉତ୍ସାହର ଗୋଟାଏ ସମୁଦ୍ର। ସତ୍ୟା ଭାତ ଖାଇବାକୁ 1 2 ଥର 3 ଥର ଡାକେ। ଡାକଗୁଡ଼ାକ ରମେଶ ଶୁଣିପାରେ ନାହିଁ। ସେ ଯେ ଘୋର ତପସ୍ୟାରେ ନିମଗ୍ନ। ସତ୍ୟାର ମନେ ମନେ ସନ୍ଦେହ ହୁଏ, କାଲା ରୋଗାଟା କ'ଣ ଭଗିଆଠାରୁ ଭାଇଙ୍କୁ ଡେଇଁଲା କି? କେତେ ସମୟ ପରେ ରମେଶର ତପସ୍ୟା ଭାଙ୍ଗେ। ଗଣ୍ଡାଏ ଖାଇଦେଇ ପୁଣି ତପସ୍ୟାରେ ସେ ବସିଯାଏ। ଏହିପରି 15 ଦିନ କାଳ ଅଦମ୍ୟ ଚେଷ୍ଟା କରି ଚିତ୍ରଟିଏ ପୂର୍ଣ୍ଣ କଲା।
ଚିତ୍ରଟି ସାରି ରମେଶ ସତ୍ୟକୁ ଡାକି କହିଲା, ଚିତ୍ରଟି ଦେଖିଲୁ କିପରି ହୋଇଛି? ସତ୍ୟାର ମନ କୁଣ୍ଢେମୋଟ ହୋଇଗଲା। ମନେ ମନେ ଭାବିଲା, ଭାଇ ନିଶ୍ଚୟ ମୋ ପେଟରେ ଗୁଣ ଅଛି ବୋଲି ଜାଣି ଗଲେଣି ଆଉ। ତା ନହେଲେ ମୋତେ ଚିତ୍ରର ପସନ୍ଦ କରିବାକୁ ଡାକନ୍ତେ। ଧଡ଼ ପଡ଼ ହୋଇ ବାଁ ହାତରେ ଭରା ଦେଇ ଉଠୁ ଉଠୁ ଦେହର ମାଧ୍ୟାକର୍ଷଣ କେନ୍ଦ୍ର ବିଚ୍ୟୁତ ଫଳରେ ପୂର୍ଣ୍ଣ ହୋଇ ଗଡ଼ିଗଲା। ରମେଶ ପାଟି କରି ଉଠିଲା, ହାଁ ଆସ୍ତେ ଆସ୍ତେ। ସତ୍ୟାର ସେଥିପାଇଁ ଭ୍ରୂକ୍ଷେପ ନାହିଁ। ଭାଇଙ୍କର ଚିତ୍ತರ ନ ନଖି କରିବାକୁ ହେବ। କେଡ଼େ ଓଜନଦାର ମଣିଷ ସେ। ବ୍ରାହ୍ମଣୀ ବେଙ୍ଗକୁ ଫା କରି ଡେଇଁଲା ପରି ଉଠି ପଡ଼ି ଠିଆ ହୋଇଗଲା। ପୂରା ଗମ୍ଭୀର ଭାବରେ ସିଧା ଚାଲିଗଲା ଚିତ୍ର ପାଖକୁ। ଆଖି ଦିଟା ପହିଲେ ଜୋରରେ ବୁଝି ମୁହଁକୁ ଜାଡ଼ି ପକାଇଲା। ତାପରେ ନିରୀକ୍ଷି କରି ଚାହିଁଲା, ଦେଖିଲା ବଡ଼ ଚିତ୍ରଟାଏ। ଗୋଟାଏ ପାଖରେ ନାଲି କୁରୁତା ପିନ୍ଧି ଗୋଟାଏ ସାହାବାଣୀ ଟୋକୀ ଠିଆ ହୋଇଛି। ତା ଚାରିପାଖରେ ଗଛ ବୁରୁଛୁ କେତେ ଭାଙ୍ଗି ପଡ଼ିଛି, କେତେ ନଇଁ ପଡ଼ିଛି। ବୋଧହୁଏ ଝଡ଼ ତୋଫାନ। ଯୋଡ଼ାଏ କୁକୁର କାମୁଡ଼ା କାମୁଡ଼ି ହେଉଅଛନ୍ତି। ଆଉ ଟିକିଏ ଦୂରକୁ ଗୋଟାଏ ବିରାଟ ଗୋଟାଏ ମୂଷାକୁ ମାଡ଼ି ବସିଛି। ମୋଟ ଉପରେ ଖାଲି କାମୁଡ଼ା କାମୁଡ଼ି। କେତେ ବଡ଼ ବଡ଼ କୋଠା, ରାଜାମାନଙ୍କ ଉଆସ ପରି। ଗୋଟାଏ କୋଠା ଭାଙ୍ଗି ପଡ଼ିଛି, ଗୋଟାଏ ଉଡ଼ାଜାହାଜ ବି ଭାଙ୍ଗି ତଳେ ପଡ଼ିଛି। ବୋଧହୁଏ ଉଡ଼ାଜାହାଜଟା ଝଡ଼ରେ କୋଠା ଉପରେ ପିଟି ହୋଇଯାଇଛି। ସାହାବାଣୀ ଟୋକୀଟାଏ ଡରି ଯାଇଥିଲା ପରି ଦେଖାଯାଉଛି। ଆର ପାଖରେ ଗୋଟାଏ ମାଇକିନିଆ ଖଣ୍ଡିଏ ସାବ୍ଜା ଶାଢ଼ୀ ପିନ୍ଧି ଭଲ ଭାବରେ ପିନ୍ଧିଛି। ବଙ୍ଗାଳୁଣୀ ହବ ପରା। ଚାରି ପାଖଯାକ ସୁନ୍ଦର ସୁନ୍ଦର ଗଛ, କେତେ ରଙ୍ଗର ଫୁଲରେ ଭର୍ତ୍ତି ହୋଇଛି। ଦୁଇଟା ହରିଣ ଚଟାଚଟି ହେଉଅଛନ୍ତି। ଗୋଟାଏ ଗାଈ ତାର ବାଛୁରୀକୁ ଚାଟୁଛି। ଟିକିଏ ଦୂରରୁ କେତୋଟି ଚାଳ ଘର, ହରେକ ରକମର ଫଳ ଫୁଲ ଗଛ। ଗୋଟାଏ ଦାଢ଼ିଆ ବାବାଜୀ ପଞ୍ଝାଏ ପିଲାଙ୍କୁ ଗଛମୂଳରେ କ'ଣ ପଢ଼ଉଛି। ଖୁବ୍ ଦୂରରେ ସୂର୍ଯ୍ୟମୁଇଁ ଆସୁଛନ୍ତି। ଦେଶୀ ମାଇକିନିଆଟା ଗୋଟାଏ ହାତ ସାହାବାଣୀ ଟୋକୀ ଆଡ଼କୁ ବଢ଼ାଇ ଦେଇଛି। ଆଉ ଗୋଟାଏ ହାତ ସୂର୍ଯ୍ୟଙ୍କ ଆଡ଼ ବଢ଼ାଇ ତାକୁ ଦେଖାଇ ଦେଉଛି। ସାହାବାଣୀ ଟୋକୀଟା ତା ପାଖରୁ ୟା ପାଖକୁ ଦୌଡ଼ି ଆସିଲା ପରି ହୋଇଛି। ସତିଆ ଖୁବ୍ ନିଠେଇ କରି ଦେଖିଲା। ଖୁବ୍ ଭାବି ଭାବି ଚିନ୍ତି ଚିନ୍ତି କହିଲା, ଭାଇ, ଗୋଟାଏ ଭୁଲ ରହିଗଲା। ରମେଶ ମୌଜ ଦେଖିବା ପାଇଁ ଆଗ୍ରହରେ ପଚାରିଲା, କ'ଣ କହିଲୁ ଭଲା? ଦୁଇଟା ଯାକ ମାଇକିନିଆ କରିଦେଲ। ଗୋଟାଏ ମାଇକିନିଆ, ଗୋଟାଏ ଅଣ୍ଡିରା କଲେ ଭଲ ହୋଇଥାନ୍ତା। ହତାଶ ଭରା ହସଟିଏ ହସି ରମେଶ କହିଲା, ଅଣ୍ଡିରାଟିଏ କରିଥିଲେ ଚିତ୍ରଟା ଅସୁନ୍ଦର ହୋଇଯାଇଥାନ୍ତା। ସତିଆ ବା କ'ଣ ପସନ୍ଦ କରିବ? ବନଚାରିଣୀ କନ୍ଧରମଣୀ ଯେପରି ଗୁଜୁରାତିକୁ କାନ୍ଧିଆ ମଞ୍ଜି ବୋଲି ଭାବି ପରିତ୍ୟାଗ କରେ, ସେହିପରି ସତିଆ ସେଇଟିକୁ କୁକୁର ବିରାଡ଼ି ଚିତ୍ର ବୋଲି ଭାବି ମନେ ମନେ ପରିତ୍ୟାଗ କଲା। କୌଣସି ଶ୍ରେଷ୍ଠ ଦାର୍ଶନିକ ଦେଖିଥିଲେ ନିଶ୍ଚୟ କହିଥାନ୍ତେ, ହିଂସା ଦ୍ୱାରା ବ୍ୟଥିତ ପାଶ୍ଚାତ୍ୟ ଜଗତକୁ ପ୍ରାଚ୍ୟ ଜଗତ ଆଲୋକ ଦେଖାଉଛି। ରମେଶ ଖଣ୍ଡିଏ କାଗଜରେ ପ୍ରାଚ୍ୟର ଆଲୋକର ଇଂରାଜୀ ତର୍ଜମା କରି ଲେଖିଲା। କାଗଜ ଖଣ୍ଡି ଚିତ୍ର ସାଙ୍ଗରେ ରଖି ଭଲ ଭାବରେ ଗୋଟାଏ ଖୋଳ ଭିତରେ ବନ୍ଦ କରି ସଳେନ ବାବୁଙ୍କ ପାଖକୁ ଡାକରେ ପଠାଇଦେଲା। 15 ଦିନ କାଳ ରମେଶ ତା ଶରୀର ଉପରେ ଯେ ଘୋର ଅତ୍ୟାଚାର କଲା, ତାର ଶରୀର ତାହା ସମ୍ଭାଳି ପାରିଲା ନାହିଁ। ଗତାନୁଗତ ଶରୀର ଧର୍ମ ଉପରେ ଘୋର ବାଧା ପଡ଼ିଲା। ରାତିକୁ ତା ମୁଣ୍ଡ ବଥେଇ ଟିକିଏ କସମସ ହେଲା ଭଳିଆ ଲାଗିଲା। ରମେଶ ଭାବିଲା, ବୋଧହୁଏ ଅତ୍ୟଧିକ ଏକକାଳୀନ ପରିଶ୍ରମ ହେତୁ ଦେହ ଟିକିଏ ଆଲିଜା ହୋଇପଡ଼ିଛି। ତା ପରଦିନ ରୀତିମତ ଜ୍ୱର। ସତିଆର ଟିକିଏ ଭୟ ହୋଇଗଲା। ରମେଶକୁ ପଚାରିଲା, ଭାଇ, ଗୋଟାଏ ଡାକତର ଡାକି ଆଣିବି? ରମେଶର ଧାରଣା ଯେ କେବଳ କାମଧେନୁମାନେ ଡାକ୍ତରମାନଙ୍କୁ ସମ୍ଭାଳି ପାରନ୍ତି, ତା ଭଳିଆ ବଳଦମାନେ ସମ୍ଭାଳିବେ କିପରି? ତାପରେ ଗୋଟାଏ ଦିନର ଜ୍ୱର, ଏମିତି କ'ଣ ହୁଏ ନାହିଁ? ଛାଡ଼ିଯିବନି ଯେ ବଳେ। ତାପର ଦିନ ଆହୁରି ବେଶୀ ଜ୍ୱର। ରମେଶ ଉଠି ପାରିଲା ନାହିଁ। ସତିଆ ନିତାନ୍ତ ଜିଗର କଲା ଡାକତର ପାଇଁ। ରମେଶ ସତିଆକୁ କହିଲା, ଦେଖିଲୁ ସେ ବାକ୍ସ ଭିତରେ କେତେ ଟଙ୍କା ଅଛି? 10 ଥର ଗଣି ଗୁନ୍ଥି ଉପରକୁ ଚାହିଁ ହିସାବ କିତାବ କରି ସତିଆ କହିଲା, 2 କୋଡ଼ି 3 ଟଙ୍କା ଆଉ 5 ଅଣା। ସେତିକି ହେଉଛି ପାଣ୍ଠି। ତୋ ଜିମା ଦେଲି, ତୁ ଯାହା କରିବୁ କର। ତହିଁଆର ଦିନ ରମେଶ ଜ୍ୱରରେ ବେହୋସ। ସତିଆ ଆଉ ସମ୍ଭାଳି ହୋଇ ନ ପାରି କହିଲା, ଭଗିଆକୁ ଜଗେଇ ଦେଇ ଦୌଡ଼ିଲା ଡାକ୍ତରଙ୍କ ପାଖକୁ। ତାଙ୍କ ଗୋଡ଼ ତଳେ ଢୋ କରି ମୁଣ୍ଡଟା ବାଡ଼େଇ ଦେଇ ବିଲୁଆ ପରି ଡକା ପକାଇ କହିଲା, ଡାକ୍ତର ବାବୁ, ମୋ ଭାଇ। ଆରେ କଥା କ'ଣ? ବାବୁ, ମୁଁ ଅନାଥ ହୋଇଯିବି। ଆରେ କ'ଣ ହେଇଛି କହ? ତାଙ୍କ ଲାଗି ମୁଁ ବଞ୍ଚିଛି। ହେତୁ ଆରେ ଆଗେ କହ, କାହାର କ'ଣ ହେଇଛି? ତାଙ୍କୁ ବଞ୍ଚାଅ। ଆରେ ଓଲୁ, କାହାକୁ ଜ୍ୱର ଫର ହେଇଛି? ଆଜ୍ଞା, ମୋ ଭାଇକୁ। କେତେ ଦିନ ହେଲା ଜ୍ୱର ହୋଇଛି? ଆଜ୍ଞା, 4 ଦିନ ହେଲା। ଜ୍ୱର ମଝିରେ ମଝିରେ ଛାଡ଼ୁଛି ନା ସେମିତି ଦେହରେ ରହୁଛି?
ଆଜ୍ଞା ସେମିତି ହେଲେ ରହିଥାନ୍ତା। ସେ ତ ଦିନକୁ ଦିନ ବଢ଼ି ଚାଲିଛି। ଆରେ ରୋଗୀକୁ ନ ଦେଖିଲେ ହେବ ନାହିଁ। ଖରାପ ଜ୍ୱର ପରି ଜଣାଯାଉଛି। ଅବଶେଷରେ ସତିଆ ଡାକ୍ତରବାବୁଙ୍କୁ ସାଙ୍ଗରେ ନେଇ ଆସିଲା। ଡାକ୍ତରବାବୁ ଖୁଣ୍ଟିନାଟି ପରୀକ୍ଷା କରିସାରି 2-3ଟା ଔଷଧ ଦେହରେ ଫୋଡ଼ିଦେଲେ। ସତ୍ୟକୁ ଭଲ ଭାବରେ ବୁଝାଇ ଦେଲେ ଯେ ଏ ଜ୍ୱର ଅନ୍ତତଃ 21 ଦିନ ବା ଆଉ କିଛି ବେଶୀ ଦିନ ନ ଗଲେ ଭଲ ହେବାର ଆଶା ନାହିଁ। ଗୁଡ଼ାଏ ଟଙ୍କା ଚିକିତ୍ସାରେ ଖର୍ଚ୍ଚ ହେବ। ଯଦି ଜୋର ପାଏ ତେବେ ଘରେ ରହି ଚିକିତ୍ସା କରିବାକୁ ହେବ। ସତିଆ ଯେତେବେଳେ ଔଷଧର ଦାମ ଡାକ୍ତରଙ୍କର ପାରିଶ୍ରମିକ ବାବଦ ପହିଲି ଦିନ ପୁରା 10ଟା ଟଙ୍କା ବୋଲି ଶୁଣିଲା, ତାକୁ ଜଣାଗଲା ଯେପରି ତା ଗୋଡ଼ ତଳୁ ମାଟି ଗୁଡ଼ାକ ଖସି ଖସି ଯାଉଛି। ଚଟାପଟ ହିସାବ କରି ପକାଇଲା। ଆଙ୍ଗୁଠିରେ ଗଣି 2 ଦିନରେ 20 ଟଙ୍କା ଆଉ 2 ଦିନରେ 20 ଟଙ୍କା। ହାରାହାରି 30 ଦିନରେ ଜ୍ୱର ଭଲ ହେଲେ 15 ଥର 2 ଦିନରେ 15-20 ଟଙ୍କା। ଇଲୋ ବାପାଲୋ, ବାକ୍ସରେ ଅଛି ମୋଟେ 2 କୋଡ଼ 3-5 ଅଣା। ବଡ଼ ଡାକତର ଖାନା କଥା ମନେ ପଡ଼ିଲା। ସେ ତ ନିଜେ କେତେଥର ଦେଖିଛି ଖାଉଡ଼େ ଡାକତର। ଇଏ ଆସିଲା ଟିକେ ଚିପି ପକା, ସିଏ ଆସିଲା ଟିକେ ଚିପି ପକା। ଦିହ ଦରଜ ହବା ଯାଏ ଓଷୁଧ ମୌଷୁଧ ନା ନାହିଁ। ଖାଲି ଦିଦିମାନଙ୍କ ହାତରେ ତୋକେ ଲେଖାଏ ଗଙ୍ଗା ଜଳ। ଗରିବମାନଙ୍କୁ ସେଠି ପଚାରେ କିଏ? ବଡ଼ ବଡ଼ ହାକିମ ହୁକୁମା ସେଠିକି ଗଲେ ଦେଖ କେତେ ଆଦର, କେତେ ସେବା, କେତେ କଳବଜା କଉଣା। କୋଉ ଦିଦି ପୋଛି ପକାଉଥିବ, କୋଉ ଦିଦି 18 ଥର ଜ୍ୱର ଦେଖି ପକାଉଥିବ, କୋଉ ଦିଦି କିଛି ନହେଲେ ସେଜ ଟିକିଏ ସିଧା କରି ଦେଉଥିବ। ଖୁଦ ଛୋଟ ସାହିବ ନିଜେ ଥାଇ କେତେ ରଙ୍ଗର ନାଲି, ଲେଳି, ହଳଦିଆ, ମିଠା ମିଠା ଔଷଧି ଘଣ୍ଟାକୁ ଘଣ୍ଟା ଦେଉଥିବ। ଆଉ ସବୁ କଥା ଦୂରରେ ଥାଉ, ନିଜେ ବଡ଼ ସାହିବ ବି ଦିନକୁ 6-7 ଥର ନ ଦେଖିଲେ ତାଙ୍କ ଭାତ ହଜମ ହେବ ନାହିଁ। ଗରିବଙ୍କୁ ଏସବୁ ସପନ। ଥାନ ବି କ'ଣ ସହଜେ ମିଳୁଛି? ଗରିବ ଗଲେ ଥାନ ନାହିଁ, ବଡ଼ ଲୋକ ଗଲେ ଦିଅ କାଢ଼ି ଗୋଟାଏ ମଳି ମୁଣ୍ଡିଆ, ତା ଜାଗାରେ ବଡ଼ ଲୋକ ରହିବ। ସତିଆର ମୋଟେ ଡାକଥର କାନାକୁ ନେବା ପାଇଁ ଇଚ୍ଛା ହେଲା ନାହିଁ। କୋଉ ବାଟେ ହେଲେ ଟଙ୍କା ଆଣି ଘରେ ରଖି ଚିକିତ୍ସା କରିବାକୁ ହେବ। ଟଙ୍କା ତକ ଡାକ୍ତର ବାବୁଙ୍କ ହାତକୁ ବଢ଼େଇ ଦେଇ କହିଲା, ବାବୁ ଦେଖୁଛ ତ ଆମର ଏ ଅବସ୍ଥା, ଟିକେ ଆମକୁ ଦୟାକର। ଔଷଧି ଖର୍ଚ୍ଚଟା ଟିକେ ରିହାଇ ମିଳିଲେ ହେଲା। ଆପଣଙ୍କ ଭଳିଆ ଲୋକଙ୍କୁ ଆମେ ମଳିମୁଣ୍ଡିଆ ବା କ'ଣ ଦେଇପାରିବୁ? ଆମକୁ ଦୟା କରିଥିଲେ ମା ବୁଢ଼ୀ ଠାକୁରାଣୀ କୋଉ ବାଟେ ଆପଣଙ୍କୁ ପୁଳା ପୁଳା ଟଙ୍କା କରାଇଦେବେ। ଡାକ୍ତର ବାବୁଙ୍କ ହୃଦୟରେ ବୋଧହୁଏ ଟିକେ ଦୟା ହେଲା। ସତିଆ କଥାରେ ରାଜି ହୋଇ ଟଙ୍କା କାଢ଼ି ପକେଟରେ ପୂରେଇ ଦେଇ ଚାଲିଗଲେ। ସତିଆ ବୁଢ଼ୀ ଠାକୁରଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆଟାଏ ମାରି ମନେ ମନେ ଜଣାଇଲା, ମା ଯଦି ମୋ ଭାଇଙ୍କ ଭଲ କରିଦେବୁ ନିଶ୍ଚୟ ଦଶହରାକୁ ବୋଦାଟାଏ ଦେବି। ପଛରେ ମନେ ପଡ଼ିଲା ଡାକ୍ତର ବାବୁଙ୍କ ଦୟା କଥା। ପୁଣି ମୁଣ୍ଡିଆଟା ମାରି ମନେ ମନେ କହିଲା, ମା ଡାକ୍ତର ବାବୁଙ୍କୁ 20ଟା ଧନୀ ପେଟମରା ରୋଗୀ ଜୁଟେଇ ଦେ। ସତିଆ ଦେଖିଲା ପାଣ୍ଠି ମୋଟେ 2 କୋଡ଼ି 3 ଟଙ୍କା ଆଉ 5 ଅଣା। ସେଇଥିରୁ ପୁଣି ଗଲାଣି ଥରକେ 10। ହାରାହାରି ଡାକ୍ତର ବାବୁଙ୍କ ପାଇଁ ଆଉ 14-20 ଟଙ୍କା କୋଉଠାରୁ ଆଣିବାକୁ ହେବ। ଉପରକୁ ଚାହିଁଲା, ଆଉ ଚାହିଁଦେଲା ତା କେମ୍ପା ହାତକୁ। ଡାହାଣ ହାତ ବିଲକୁଲ ରଦି, ବାଁ ହାତ ସେହିପରି ହେଲେ ଟିକେ ଟିକେ ଛୋଟ ଛୋଟ କାମ କରି ହେବ। ମନରେ ଦମ୍ଭ ଆଣିଲା ବୁଢ଼ୀ ଠାକୁରାଣୀକୁ କେଉଁ ବାଟେ ହେଲେ ଆଣିଦେବେ। ତହିଁ ଆରଦିନ ସକାଳୁ ଭଗିଆ ଜଗେଇ ଦେଇ ବୁଢ଼ୀ ଠାକୁରାଣୀକୁ ମୁଣ୍ଡିଆଟେ ମାରୁ ଘରୁ ବାହାରିଲା। ଦିନ 3ଟା ବେଳକୁ ଫେରି ଭାଇକି ଟିକେ ଭଲ କରି ଦେଖିନେଲା। ସାଙ୍ଗେ ସାଙ୍ଗେ ପୁଣି ଗଲା ଡାକ୍ତର ବାବୁଙ୍କ ପାଖକୁ। ଡାକତର ବାବୁ ଆସିଲେ। ଔଷଧ ବି ଫୋଡ଼ା ହେଲା। ଡାକ୍ତର ବାବୁ ହିସାବ କରି କହିଲେ 12 ଟଙ୍କା। ଔଷଧ ଗୁଡ଼ାକର ନାଁ ଓ ଦାମ ସତିଆକୁ କହି ବୁଝାଇ ଦେଲେ। ସତିଆ ସେ ରାଢ଼ୁ ମ୍ରାଢ଼ୁ ନାଁରୁ କ'ଣ ବୁଝିବ? ଯେତକ ଦୁନିଆ ଛଡ଼ା ନାଁ ସବୁ ଡାକ୍ତରୀ ଔଷଧରେ। ସତିଆ ତାଙ୍କ ହାତକୁ ଟଙ୍କା ତକ ବଢ଼େଇ ଦେଲା। ଡାକତର ବାବୁ ସତିଆକୁ ତାଙ୍କ ଦୋକାନକୁ ସାଙ୍ଗରେ ନେଇଗଲେ ଓ ଖାଇବା ଔଷଧ ମାଗଣା ପଠାଇଦେଲେ। ସତିଆ ବଡ଼ କୃତଜ୍ଞତା ଜଣାଇ ମୁଣ୍ଡିଆଟେ ମାରି ଔଷଧ ନେଇ ଚାଲି ଆସିଲା। ଏହିପରି ଡାକ୍ତର ବାବୁ ରୋଜିନା ଆସୁଥାନ୍ତି ଓ ଟଙ୍କା ନେଇ ଯାଉଥାନ୍ତି। ଭଗିଆ ମନେ ମନେ ଖୁବ୍ ସନ୍ଦେହ ହେଲା, ଏତେ ଟଙ୍କା ଆସୁଛି କୁଆଡ଼ୁ? ସତିଆ ଏମିତି କ'ଣ କାମ କରୁଛି ଯେ ଲୋକେ ପୁଳା ପୁଳା ଟଙ୍କା ଦେଉଛନ୍ତି? ବାକ୍ସରେ ଥିଲାବେଳେ ମୋଟେ 2 କୋଡ଼ 3 ଆଉ 5 ଅଣା। ଏତେ 10-12 ଦିନ ହେଲାଣି ମାମଲତ 100 ଉପରେ। ବାକ୍ସରୁ ତ ଟଙ୍କା କ'ଣ ବାହାରି ଲାଗିଛି? ନିଶ୍ଚୟ ସଖିଆ ପାଖରେ ଇଲମ ଅଛି, ନହେଲେ ତା ଭଳିଆ କେମ୍ପାଟାକୁ ଭାଇ ଏତେ କାହିଁକି ଭଲ ପାଆନ୍ତି? ସେ ବି କେତେ ରକମ ଇଲମ ବିଷୟ ଶୁଣିଥିଲା। ତା ବାପା ଦିନେ କହୁଥିଲେ ଯେ ଗୋଟିଏ ବାବାଜୀ ଥରେ 24 ପ୍ରହରୀ କରୁଥିଲେ। ହଜାର ହଜାର ଲୋକ ଖାଇବାକୁ ବସିଥାନ୍ତି। ଅଧସେରିଆ ହାଣ୍ଡିରେ ହାଣ୍ଡିଏ ଭାତ, ସେଥିକି ଚାହିଁ ତିଅଣ ଆମ୍ବିଳ କ୍ଷୀରି।
ବାବାଜୀ 2-4ଟା ବେଲପତ୍ର ଧରି କମଣ୍ଡଳୁ ବୁଢ଼ାଇ ସବୁ ହାଣ୍ଡିରେ ଟିକେ ଟିକେ ପାଣି ଛିଞ୍ଚି ଦେଇ କହିଲେ, ହଁ ହେଇଯିବ। ଲୋକେ ତ ଗଲା ବାଡ଼ୁଛନ୍ତି, ସମସ୍ତେ ପେଟ ପୂରା ଖାଇଲେ, ତେବେ ବି ହାଣ୍ଡି ଭର୍ତ୍ତି। ସେମିତିଆ କୋଉ ବାବାଜୀଠୁ ସତିଆ ବୋଧହୁଏ କିଛି ହୁଏ ଇଲମ ପାଇଛି। କୋଉ ବାବାଜୀ ପୁଣି ଭାବେ ଯଦି ଇଲମ ପାଇଥାନ୍ତା ତେବେ ସେ ତ କେଡ଼େ ବଡ଼ ଲୋକ ହୋଇଯାଇଥାନ୍ତା। ମୁଣ୍ଡ ଗୋଳମାଳ ହୋଇଯାଏ। କିଛି ଠିକ୍ ନ କରିପାରି ଭାଇଙ୍କ ଗୋଡ଼ ଆଉଁସିବାରେ ଲାଗିଯାଏ। ଟଙ୍କା କେଉଁଠାରୁ ଆସେ କେବଳ ସତିଆକୁ ଜଣା। ଭଗିଆ କେବଳ ଦେଖେ ସତିଆ ସକାଳୁ ଘରୁ ଯାଉଛି ଓ 3ଟା 4ଟା ବେଳକୁ ଘରକୁ ଆସୁଛି। ଥରେ ଅବଶ୍ୟ ଘରକୁ ଆସିଲା ବେଳକୁ ଭଗିଆ ଦେଖିଲା ସତିଆ ଦିହଯାକ ପଟି ଭିଡ଼ା ହୋଇଯାଇଛି। ବୁଝିଲା ଯେ କେଉଁଠି କୁଆଡ଼େ କଚାଡ଼ି ହୋଇଯାଇଥିଲା। ସେଇ ଦିନଠୁ ଆଉ ଘରୁ ବେଶି କୁଆଡ଼େ ଯାଏ ନାହିଁ, କେବଳ ଡାକ୍ତର ବାବୁଙ୍କୁ ଡାକି ଆଣିବାକୁ ଯାଏ। ଏହିପରି 15 ଦିନ ଗଡ଼ିଗଲା। ବୁଢ଼ୀ ଠାକୁରାଣୀ ସତିଆ ଡାକ ଶୁଣିଲେ। ରମେଶ ଟିକିଏ ଆଖି ଫିଟାଇଲା। ଉଁ କରି ପଦେ ଦିପଦ କଥା ବି କହିଲା। ସେଇଦିନ ସନ୍ଧ୍ୟାରେ ଡାକତର ବାବୁଙ୍କ ଜୋତାରୁ ସବୁ ଧୂଳିଯାକ ପୋଛି ନେଇ ସତିଆ ମୁଣ୍ଡରେ ମାରିଲା। ସତିଆକୁ ଡାକତର ବାବୁ ସାନ୍ତ୍ୱନା ଦେଇ କହିଲେ, ଆରେ ତୋ ଭାଗ୍ୟ ଭଲ, ତୁ ପହିଲୁ ମୋ ପାଖକୁ ଯାଇଥିଲୁ। ଏ ଯେଉଁ ଜ୍ୱର, ଏଥିରେ ଲୋକେ 1000 ଟଙ୍କା ଖର୍ଚ୍ଚ କରିବେ ଭଲେ ହେଉନାହାନ୍ତି। ଖାଲି ତୋ ଅବସ୍ଥା ଦେଖି 250 ଟଙ୍କାରେ ଜ୍ୱର କମେଇ ଆଣିଲିଣି। ମୋ ପାରିଶ୍ରମିକ ବାବଦ କିଛି ନ ହଉ ନାହିଁ, ଖାଲି ଔଷଧ ଦାମ। ସତିଆ ବି କୃତକୃତ ହୋଇ କହିଲା, ଆଜ୍ଞା ହଁ, ଉଷୁଦ ଦାମଟା କିପରି ନ ନେବେ? ଆପଣ ତ କମ୍ପାନୀକୁ ପଇସା ଦେଇ ଉଷୁଦ ଆଣି ରଖିଛନ୍ତି। ଏ ଋଣ କ'ଣ ଏ ଜନ୍ମରେ ମୁଁ ଶୁଝି ପାରିବି? ଆର ଜନ୍ମରେ ଆପଣଙ୍କର ଲେଉଟିଆ କିଆରି ହୋଇ ଶୁଖିବି। ଆଉ ବାବୁ, ଆପଣ ଯେଉଁ କମ୍ପାଉଣ୍ଡର ବାବୁକୁ ରଖିଛନ୍ତି ସେ ଭାରି ଖରାପ ଲୋକ। ମୋତେ ଦିନେ ବାହାରେ ଡାକି କହୁଛନ୍ତି, ଆରେ ହେ, ରୋଗୀକୁ ତ ଟାଇଫଏଡ୍ ହୋଇଛି, ଡାକ୍ତରବାବୁ ଏତେ ଟଙ୍କା କ'ଣ ଆଣୁଛନ୍ତି? ଏତେ ଟଙ୍କାର ଔଷଧ ତ କିଛି ଲାଗିବ ନାହିଁ। ମୋତେ 20 ଟଙ୍କା ଦେ, ମୁଁ ସବୁ ଭଲ କରିଦେବି। ମୁଁ ତା କଥାରେ କ'ଣ ବେଇମାନି କରିବି? ଏତେ ଦିନ ହେଲା କିଛି ମଜୁରୀ ନ ନେଇ ଆପଣ ଖଟୁଛନ୍ତି। ଡାକ୍ତରବାବୁଙ୍କ ରୂପ ଟିକେ ବଦଳିଗଲା। ଛାତି ଦେଖା ଯନ୍ତ୍ରଟା ହାତର ବାଁ ପାପୁଲିରେ ଥଡ଼ ଥଡ଼ କରି ଚଞ୍ଚଳ ଚଞ୍ଚଳ ବାଡ଼େଇବାକୁ ଲାଗିଲେ। ତା ଭିତରେ ଏପାଖ ସେପାଖ ଟିକେ ପାଇଚାରି କରି କହିଲେ, ତାର ତ ସେଇ କାମ, ସେ କହିବ ନାହିଁ ତ ଆଉ କିଏ କହିବ? ଏତେ ତାର ଯଦି ବିଦ୍ୟା ବୁଦ୍ଧି ଅଛି, ସେ ମୋ ପାଖରେ ଚାକିରି କରିଛି କାହିଁକି? ଛୋଟ ଲୋକଙ୍କର ଛୋଟ ଛୋଟ କଥା, ସେସବୁ ଲୋକଙ୍କ କଥାରେ କାନ ଦେବା ଉଚିତ ନୁହେଁ। ସତିଆ ସାଙ୍ଗେ ସାଙ୍ଗେ କହିଲା, ଆଜ୍ଞା, ତା କଥାରେ କାନ ଦେଇଥିଲେ ମୁଁ ପୁଣି ଆପଣ ପାଖକୁ ଯାଇଥାନ୍ତି କାହିଁକି? ମୁଁ କେବେ ବେଇମାନି କରିବି ନାହିଁ। ସେଇଦିନଠାରୁ ଡାକ୍ତରବାବୁ ବି ଔଷଧ ଟଙ୍କାରୁ କିଛି ଛାଡ଼ିଦେଲେ। ଆହୁରି 100 ଟଙ୍କାର ଔଷଧ ଲାଗିଥିଲା। ସତିଆ କାକୁତି ବିନତି ହୋଇ କହିବାରୁ ସେଥିରୁ ପୁଣି 50 ଟଙ୍କା ଆହୁରି ଛାଡ଼ିଦେଲେ। କାହିଁକି ତେବେ ଲୋକମାନେ କହନ୍ତି ଡାକ୍ତରମାନଙ୍କର ହୃଦୟ ବଡ଼ ନିଷ୍ଠୁର? 21 ଦିନ ପରେ ରମେଶର ଜ୍ୱର ସମ୍ପୂର୍ଣ୍ଣ ଛାଡ଼ିଗଲା। ଖାଲି ଦୁର୍ବଳତା ହେତୁ ଉଠି ପାରୁନଥାଏ। ଭଲ ଭାବରେ କଥାବାର୍ତ୍ତା କଲା। ଆସ୍ତେ ଆସ୍ତେ ମାସ ଗୋଟାକର ଚାଲବୁଲ ଟିକିଏ କଲା। ଜ୍ୱର ଛାଡ଼ିବା ଦିନଠାରୁ ଡାକ୍ତର ବାବୁ ବି ଛାଡ଼ି ଯାଇଥିଲେ। ସେଥିଲାଗି କେତେ ଖର୍ଚ୍ଚ ହେଲା ତାହା ଜାଣିପାରି ନଥିଲା। ସତିଆକୁ ପଚାରିଲେ ସତିଆ କୁହେ, ତୁମର ଏହି କଣେ ଏତେ ବୁଝିବା କ'ଣ ଦରକାର? ତୁମର ଆଗ ଦେହ ଟିକେ ଠିକ୍ ହଉ, ଟିକେ ଥୟ ଧର। ଯେଉଁ ବାଟେ ବାଟେ ଚଳିଗଲେ ଗଲା। 10-15 ଦିନ ଗଲା। ଦିହରେ ଟିକେ ଜୋର ଆସିଲା। ଆଉ ସତିଆ ଉପରେ ନିର୍ଭର କରି ବସିପାରିଲା ନାହିଁ। ଶୈଳେନ ବାବୁଙ୍କ ପାଖକୁ ଯେତେ ଚିଠି ପଠାଇଥିଲା ସବୁ ଚିତ୍ର ବାବଦ କିଛି କିଛି ପୁରସ୍କାର ପାଇଥିଲା। ସତିଆର ସତ ବାରଣ ସତ୍ତ୍ୱେ ପୁଣି ତୁଳି ଧରିଲା। ତା ସଂସାର ଚକ ପୁଣି ଘୁରିବାକୁ ଆରମ୍ଭ କଲା। ଠିକ୍ ରମେଶର ସଂସାର ଚକ ଘୁରୁଥିଲା ବେଳେ କଟକର ଚିତ୍ରପଡ଼ିଆରେ ଅବସ୍ଥିତ ମାର୍ଟିନ କମ୍ପାନୀ ଦ୍ୱାରା ନିର୍ମିତ ମନୋହର ଦୈଳତର ପ୍ରାସାଦଯୁକ୍ତ ପ୍ରକାଣ୍ଡ କାରଖାନାରେ ଓଡ଼ିଶାର ଭାବୀ ବୈଜ୍ଞାନିକ, ଦାର୍ଶନିକ, ରାଜନୀତିଜ୍ଞ, ଶିକ୍ଷାବିତ୍ମାନେ ତିଆରି ହେଉଥାନ୍ତି। କଳା ବିଲାତି, କିନ୍ତୁ କଞ୍ଚାମାଲ ହେଉଛି ପୁରା ଦେଶୀ ଓଡ଼ଶୀ। ସେଇଥିଲାଗି କ'ଣ ଶତକରା ଏଇ 2 ନିଖୁଣ ନିର୍ମିତ ମାଲ କାରଖାନାରୁ ବାହାରିଥାଏ। ସେଇ ଶତକରା 2 ଭିତରେ ବି ନିପଟ ଦେଶୀ ଦଳ ତିଆରି ଭଞ୍ଜ, ପଠାଣି ସାଆନ୍ତ, ଜଗନ୍ନାଥ ଦାସ, ବିଶୁ ମହାରଣା, ଖାରବେଳ ଭଳିଆ ଜିନିଷ କାହିଁ? ଯନ୍ତ୍ରର କେଉଁଠି ପରିବର୍ତ୍ତନ ଦରକାର ତାହା ଅତି ଶୀଘ୍ର କରିବାକୁ ହେବ, ନଚେତ୍ ଓଡ଼ିଶାର ଭବିଷ୍ୟତ ଅନ୍ଧାର। କିଟିକିଟିଆ ଅନ୍ଧାର। ଆମ ଦେଶୀ ଫୁଲ ସାଙ୍ଗରେ କେଉଁ ବିଲାତି ଫୁଲର କୃତ୍ରିମ ପରାଗ ସଂଯୋଗ ହେଲେ ଫଳ ଭଲ ହେବ, ତାହା ଗବେଷଣା ଦ୍ୱାରା ଠିକ୍ କରିବା ଉଚିତ। ଜାହିଜାତ ବିଲାତି ଫୁଲଟାଏ ତ ଥୋଇଦେଲେ ଚଳିବ ନାହିଁ। ସେଥିରେ କେବଳ ମହର୍ଗରୁ ଯାଇ କାନ୍ତରରେ ପଡ଼ିବା ସାର ହେବ।
ସେ ମନୋହର ଦ୍ୱିତଳ ପ୍ରାସାଦ ଭିତରେ ଗୋଟାଏ ଜାଗାରେ ଭାରି ଘଣ୍ଟା ଚକଟା। ଘଣ୍ଟା ଚକଟାର ମୂଳ କାରଣ ହେଉଛି ଜମିଦାର ଉପେନ୍ଦ୍ର ଚୌଧୁରୀଙ୍କର କନ୍ୟା, ଚତୁର୍ଥ ବାର୍ଷିକ କଳାର ଛାତ୍ରୀ, ଅସୀମ ରୂପବତୀ ରେଖା ଦେବୀ। ବାଲ୍ମୀକିଙ୍କର ଆଖିରେ ସୀତା, କାଳିଦାସଙ୍କ ଆଖିରେ ଶକୁନ୍ତଳା ଓ ଗ୍ରୀକମାନଙ୍କ ଆଖିରେ ହେଲେନ୍ ଯେପରି କଲେଜ ଛାତ୍ରମାନଙ୍କ ଆଖିରେ ରେଖାଦେବୀ ସେହିପରି। ପରମାଣୁ ସଂଯୋଗ କୋଷକୁ କେନ୍ଦ୍ର କରି ଯେପରି ବିୟୋଗ କୋଷ ମାନେ ଅଚିନ୍ତନୀୟ ଗତିରେ ଚାରିପାଖରେ ଘୁରୁଥାନ୍ତି, ସେହିପରି ରେଖାଦେବୀକୁ କେନ୍ଦ୍ର କରି ଚତୁର୍ଥ ବାର୍ଷିକ କଳାର ଅଧିକାଂଶ ଛାତ୍ର ଘୁରୁଥାନ୍ତି। ସବୁବେଳେ ଅବିଶ୍ରାନ୍ତ ଚେଷ୍ଟା କିପରି କେନ୍ଦ୍ର ନିକଟରେ ପହଞ୍ଚିବେ, କିନ୍ତୁ କି ପରିଧିକ୍ଷେପକ ଶକ୍ତି ସେମାନଙ୍କୁ ଯଥାସ୍ଥାନକୁ ଫୋପାଡ଼ି ଦିଏ ତାହା କେବଳ ଜ୍ଞତି ବିଜ୍ଞାନବିତ୍ ମାନଙ୍କୁ ହିଁ ଜଣା। ମନୁଷ୍ୟ ସମାଜରେ ସ୍ତ୍ରୀ ସୁନ୍ଦର। ପୁରୁଷ କେବଳ କୌଣସି ଅବଶିଷ୍ଟ ଗୁଣ ଦ୍ୱାରା ସ୍ତ୍ରୀର ମନୋରଞ୍ଜନ କରି ତାକୁ ଆକର୍ଷଣ କରେ। ପଶୁ ସମାଜରେ ପୁରୁଷ ସୁନ୍ଦର। ସେଠାରେ ପୁରୁଷ କେବଳ ନିଜର ସୌନ୍ଦର୍ଯ୍ୟ ଦେଖାଇ ସ୍ତ୍ରୀକୁ ଆକର୍ଷଣ କରେ। ପଶୁଙ୍କର ମାନବ ଗୁଣ ଆସିବ ବା କେଉଁଠୁ? ସିଂହ କେଶର ଶୋଭିତ ହୋଇ ସୁନ୍ଦର ଦିଶେ, କିନ୍ତୁ ସିଂହୀ ସେପରି ନୁହେଁ। ମୟୂର ପୁଚ୍ଛ ପାଇଁ ସୁନ୍ଦର, ମୟୂର ନୁହେଁ। ମୃଗ ମୁକୁଟ ଲାଗି ସୁନ୍ଦର, ମୃଗୀ ନୁହେଁ। ଏହିପରି ପଶୁ ଜଗତରେ ପ୍ରାୟ ଏକ ନିୟମ। ଆମର ଏହି ଛାତ୍ରୀ ଜଗତ ପଶୁ ଜଗତର ଏହି ନିୟମରୁ କିଛି ଧାରା ଆଣିଥିଲା ପରି ଜଣାଯାଉଥିଲା। ନହେଲେ କଲେଜ ସାମ୍ନାରେ ମନୋହାରୀ ଦୋକାନର କୃତ୍ରିମ କାନ୍ତିବର୍ଦ୍ଧକର ଏତେ କାଟତା ହୁଅନ୍ତା କିପରି? ପେଡ଼ିକ ପେଡ଼ିକ୍ ଲଟ୍ ଆଉ ଲୁଟ୍ କଲାବାଲା ବେଶୀ ହେଉଛନ୍ତି ଛାତ୍ର, ଛାତ୍ରୀ ନୁହନ୍ତି। ସନ୍ଧ୍ୟାବେଳେ ସେ ଦୋକାନରେ ଠିଆ ହେଲେ ଖାଲି ଶୁଣିବ ଅଜବ ନାଁ ସବୁ। ମୀରା, ହିମାନି, ହେଜଲିନ୍, ଆଫଗାନ, ପନୱେଟିନ୍, ଆଇସଲେମା, କୋଟି ଇତ୍ୟାଦି ଇତ୍ୟାଦି। ମନେ ରଖି ହେବ ନାହିଁ। ଦୋକାନଦାର ବଡ଼ ଚାଲାକ। ଛାତ୍ରମାନଙ୍କ ସାଙ୍ଗରେ ମିଶି ସବୁ କଥା ଜାଣି ନେଇଥାଏ। ଯଦି ଦେଖେ ଗୋଟେ କମ୍ପାନୀ କାନ୍ତିବର୍ଦ୍ଧକ ବେଶୀ ଦିନ ରହିଗଲା, ତେବେ ସେ ଦଳେ ଛାତ୍ର ଥିବା ସମୟରେ କୌଣସି ଏକ ଗରାଖକୁ କହିଦିଏ, ଆଜ୍ଞା, ଏହି କାନ୍ତିବର୍ଦ୍ଧକକୁ ରେଖାଦେବୀ ତ ଏବେ ଭାରି ବ୍ୟବହାର କରୁଛନ୍ତି, ଭାରି ପ୍ରଶଂସା ବି କରୁଛନ୍ତି। ବାସ୍ 2-4 ଦିନ ପରେ ପେଡ଼ି ଖତମ। ଯେଉଁ 5-6 ଜଣ ଛାତ୍ର ଏହି ଘୋଡ଼ା ଦୌଡ଼ରୁ ଦୂରରେ ରହି ଏମାନଙ୍କ ଅବସ୍ଥା କୌତୂହଳର ସହିତ ଲକ୍ଷ୍ୟ କରୁଥାନ୍ତି, ସେମାନଙ୍କ ମଧ୍ୟରେ ନିମାଇ, ହରିଶ, ଅନ୍ନଦା ପ୍ରଧାନ। ପଲ୍ଲେ ହଂସ ଭିତରେ ବଗ ଯେମିତି ଖରାପ ଦିଶେ, ପଲ୍ଲେ ବଗ ଭିତରେ ହଂସଟା ବି ସେମିତି ଅସୁନ୍ଦର ଦିଶନ୍ତି। ଏ ହଂସ ତିନୋଟି ବଗପଲଙ୍କ କାର୍ଯ୍ୟକଳାପରେ ଯେତିକି ହସନ୍ତି, ସେତିକି ଘୃଣା ବି କରନ୍ତି। ବଗପଲଙ୍କର ଦୌଡ଼ିଥିବାର ପନ୍ଥା ହେଲେ ଟିକେ ବାଗ ଥାନ୍ତା। ବ୍ରଜବାବୁ ଚକ୍ଷୁ କୋଟର ଖତ, ମୁଖ ବ୍ରଣପୂର୍ଣ୍ଣ, ହଇଜାରୁ ସଦ୍ୟ ଭଲ ହୋଇଥିବା ରୋଗୀ ପରି ସ୍ୱାସ୍ଥ୍ୟ। ସେ କିନ୍ତୁ ପିନ୍ଧନ୍ତି ହାତ କଟା ଗେଞ୍ଜି, ତା ଉପରେ ପୁଣି ଏକ ସୂକ୍ଷ୍ମ କନାର ପଞ୍ଜାବୀ। ଅଧ୍ୟାପକ ଆସିବା ପୂର୍ବରୁ ରେଖାର ପାର୍ଶ୍ୱ ଦେଇ ବରାବର ଯିବା ଆସିବା କରୁଥାନ୍ତି। କି ଚାଲି! ଶରାବ ମୋଦି ଛବି ବିଶ୍ୱାସୀ ବି ସେମିତି ଚାଲିପାରିବେ ନାହିଁ। ସତେକି ଦେହରେ ଗାମା ଦେହ ପରି ସ୍ୱାସ୍ଥ୍ୟଟା ପଞ୍ଜାବୀ ଫୁଟି ପଦାକୁ ବାହାରି ରେଖାଦେବୀଙ୍କ ଦୃଷ୍ଟି ଆକର୍ଷଣ କରିବ। ସନ୍ତୋଷ ବାବୁ ଗୀତ ଟିକିଏ ବୋଲି ଆସେ। ଅଧ୍ୟାପକ ଆସିବା ପୂର୍ବରୁ ମୁଝେ ମତ ଭୁଲନା ଗୀତଟି ରେଖାଦେବୀଙ୍କ କାନରେ ପଡ଼ିବା ଉପଯୋଗୀ ଦୀର୍ଘ ତରଙ୍ଗ ସୃଷ୍ଟି କରୁଥିବା କଣ୍ଠରେ ବୋଲି ବସନ୍ତି। କାଳେ ରେଖାଦେବୀ ସଙ୍ଗୀତାଚାର୍ଯ୍ୟ ଫୌଜ ଖାଁଙ୍କ ସମକକ୍ଷ ଭାବି କେତେବେଳେ ନିମନ୍ତ୍ରଣ କରିପାରନ୍ତି। କିନ୍ତୁ ରେଖାଦେବୀ ସଙ୍ଗୀତରେ ତାଙ୍କଠାରୁ ଖୁବ୍ ଉପରେ। ମଣ୍ଟୁ ବାବୁ କବିତା ଲେଖି ଆସେ। ପାକ୍ଷିକ ସନ୍ଧ୍ୟାରେ ସମ୍ପାଦକକୁ ବହୁତ ଖୋସାମନ୍ତ କରି ଖଣ୍ଡେ ଖଣ୍ଡେ କବିତା ବାହାର କରନ୍ତି। କାରଣ ରେଖାଦେବୀ ଉକ୍ତ ପତ୍ରିକାଟିର ଗ୍ରାହକ। କିନ୍ତୁ ରେଖାଦେବୀଙ୍କ ଆଖିରେ ଧରା ପଡ଼ିଯାଏ, କେଉଁଠାରେ ରବି ଠାକୁରଙ୍କ କବିର ଛାୟା ଥାଏ, କେଉଁଠାରେ କାଳିଦାସଙ୍କର ଉପମାର ନକଲ ଥାଏ, କେଉଁଠାରେ ଦରିଆପାରି କବିମାନଙ୍କ ଆମ ଦେଶର ସମ୍ପୂର୍ଣ୍ଣ ଅନୁପଯୋଗୀ ଭାବମାନ ଥାଏ। ଇଏ ତ ହେଲା ମାର୍ଜିତ ଦୌଡ଼। ଅମାର୍ଜିତ ଦୌଡ଼ ହେଉଛି ରେଖାଦେବୀ ଯାଇଥିବା ଦିନ ପଇସା ଧାର କରି ସୁଦ୍ଧା ଚଳଚ୍ଚିତ୍ର ଦେଖିଯିବା, ପାଠ୍ୟପୁସ୍ତକ ନିଜ ପାଖରେ ଥିଲେ ସୁଦ୍ଧା ରେଖାଦେବୀ ପାଖଙ୍କ ଠାରୁ ମାଗି ଆଣିବା, ରେଖାଦେବୀଙ୍କ ଯାନଚାଳକ ସହ ବନ୍ଧୁତା ବାନ୍ଧିବା ଇତ୍ୟାଦି ଇତ୍ୟାଦି। ଯେଉଁମାନେ ଚର୍ମକ୍ରନ୍ଦନ ନୟନେ ରେଖାଦେବୀଙ୍କ ନିକଟରୁ ପ୍ରତି ଗତି କରି ଫେରିଥାନ୍ତି, ସେମାନେ ରେଖାଦେବୀଙ୍କର ବହୁତ ନାଁ ଦେଇଥାନ୍ତି। କେହି କହିଥାନ୍ତି ଅଣ୍ଡିରା ଚଣ୍ଡୀ, କାରଣ ତାଙ୍କ ମତରେ ରେଖାଦେବୀ ମାଇକିନା ଚଣ୍ଡୀଙ୍କ ପରି ଯେ କୌଣସି ଥୋପ ବନିଶରେ ଗୁନ୍ଥି ପକାଇଦେଲେ ଗିଳନ୍ତି ନାହିଁ ଓ ଆଦର୍ଶ ସ୍ତ୍ରୀମାନଙ୍କ ପରି ତାଙ୍କର ଏ ଗୁଣଟା
ଅସ୍ୱାଭାବିକ। କେହି ଦେଇଥାନ୍ତି ସାହାରା ମରୁଭୂମି, କାରଣ ରେଖାଦେବୀଙ୍କ ହୃଦୟ କ୍ଷତ ସାହାରା ମରୁଭୂମି ପରି ଅନୁର୍ବର। ଲକ୍ଷେ ପ୍ରେମ ମଞ୍ଜି ବୁଣିଲେ ବି ଗୋଟେ ବି ଗଛ ହୁଏ ନାହିଁ। କେହି ଦେଇଥାନ୍ତି ମାଇଁ ଘୁଷୁରି, କାରଣ ରେଖାଦେବୀ ତାଙ୍କ ପରି ରମ୍ପା କଦଳୀକୁ ପସନ୍ଦ କରନ୍ତି ନାହିଁ। କେହି ଦେଇଥାନ୍ତି ଲାଲ ଝଣ୍ଡା, କାରଣ ରେଖାଦେବୀ ତାଙ୍କ ପରି ସବୁ ଗୁଣ ପୁଞ୍ଜି କରି ରଖିଥିବା ପୁଞ୍ଜିପତିଙ୍କ ପାଖ ମାଡ଼ନ୍ତି ନାହିଁ। କେହି ଦେଇଥାନ୍ତି ଶେଉଳ ମାଛ, କାରଣ ରେଖାଦେବୀ ତାଙ୍କ ମତରେ ପାଣିରେ ଖୁବ୍ ତଳେ ବୁଡ଼ି ରହିଥାନ୍ତି। ତାଙ୍କୁ ପୁଣି ଖୋଜି ପାଇବା ବଡ଼ ମୁସ୍କିଲ। ଆଉ ମଧ୍ୟ ସେ ଅନ୍ୟାନ୍ୟ ଦଣ୍ଡ କରି ଛାତ୍ରୀମାନଙ୍କ ପରି ପାଣି ଉପରେ ଫରଫର ହୁଅନ୍ତି ନାହିଁ। କେତେକ ଛାତ୍ରୀ ଥାନ୍ତି, ତାଙ୍କ ପାଖକୁ ଗୋଟିଏ ଧ୍ୱନି ଗଲେ ଭଲ ହେଉ ବା ମନ୍ଦ ହେଉ କିଛି ହେଲେ ଗୋଟାଏ ପ୍ରତିଧ୍ୱନି ବାହାରେ। କିନ୍ତୁ ରେଖାଦେବୀଙ୍କ ପାଖରୁ ଅନୁକୂଳ କି ପ୍ରତିକୂଳ କିଛି ବାହାରେ ନାହିଁ। ସେ ହେଉଛନ୍ତି ଗୋଟାଏ ବଡ଼ ଧ୍ୱନିଶୋଷକ ରବର କାନ୍ଥ। ତାଙ୍କର ଏ ଗୁଣ ଲାଗି ବଙ୍କ ପଲ ବଡ଼ ଅଥୟ ହୋଇ ପଡ଼ନ୍ତି। ଆଗେ ସେ ଅବଶ୍ୟ ଏପରି ନଥିଲେ। ତାଙ୍କ ହୃଦୟରେ ଯୌବନ ସୁଲଭ ଗୁଣ ଅଙ୍କୁରିତ ହେଉଥିଲା ବେଳେ ଗୋଟାଏ ବଡ଼ ଆଘାତରେ ସେଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଦୀପଟି ଉପରେ ହାଣ୍ଡି ଉଗୁଡ଼ି ପକାଇଲେ ଯେପରି ତାହା ଆସ୍ତେ ଆସ୍ତେ କମି ଲିଭି ଲିଭି ଯାଏ, ତାଙ୍କର ଯୌବନ ସୁଲଭ ଗୁଣ ସେହିପରି ଆସ୍ତେ ଆସ୍ତେ କମି ଲିଭି ଯାଇଥିଲା। ତେବେ ଏହିଠାରେ ଶେଷ ହେଲା ଶ୍ରୀ ଭଦୁରାନନ୍ଦଙ୍କର ଲେଖା ନାକଟା ଚିତ୍ରକର। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।